ଏଣୁ ମାତା ପଦ୍ମାବତୀ ଆଜି ହାତ ଯୋଡ଼ିଦେଲେ ପ୍ରଭୁ କାଳିଆ ଶାନ୍ତ ବଳି ଆରେ ଭୁଜ ମତେ ଦୟା କରେ ପ୍ରଭୁ ଦୟା କରେ ଅଭାଗିନୀ କି। ସଙ୍ଗେ ସଙ୍ଗେ ଶୂନ୍ୟବାଣୀ ହେଲା। ମହାପ୍ରଭୁ ଶୂନ୍ୟବାଣୀ କଲେ କର୍ଣ୍ଣରେ ମଧ୍ୟରେ। କର୍ଣ୍ଣରେ କଣ କହିଲେ? ଯା ଘରକୁ ଯାଅ, ଯୋଉ ପୁଅଟି ହବ ସେ ପୁଅଟି ଦିଗ୍ବିଜୟୀ ରହିବ ଏବଂ ମୋ ଅଂଶ ନେଇ ସେ ଜନ୍ମ ହବ। ମୁଁ ଜନ୍ମ ହବ ବୋଲି ଭାବି ନେବୁ, ସେଠି ମୁଁ ଜନ୍ମ ହେଇଛି ବୋଲି ତୋ କୋଳରେ ଯା, ଆଉ କାନ୍ଦନା। ଆସିଲେ ଏବଂ ନିମାଳରେ ସନ୍ତାନଟି ଜାତ ହେଲା। ସେ ସନ୍ତାନ ଗୋପାଳ ଘର, ପାଠଶାଠ ପଢିବା କମ। ଆପଣ ଦେଖନ୍ତୁ ଏବେ ଯୋଉ ମାଳିକା ସବୁ କହୁଛନ୍ତି ମାଳିକାକାର ମାନେ, ମୁଁ କହୁଥିଲି ଆପଣ ଶୁଣିଥିବେ ବାବାଜୀ ସବୁ ଅଛନ୍ତି କେମିତିଆ ସବୁ, ଏମିତି ଆମେ ବାବାଜୀ ହବୁ ତାଙ୍କୁ କହିଲେ ସିଏ ବି ଆମକୁ ଗାଳି ଦେଇପାରନ୍ତି। ଗାଳି ଦିଅନ୍ତୁ, ଗାଳି ଦେଲେ ମଧ୍ୟ ଆମେ କହିବା ବାବାଜୀ ନୀତି ନାହିଁ, ବୈଷ୍ଣବ ନୀତି ନାହିଁ, ଗଞ୍ଜେଇ ଖା ମଦ ଖା ଆ ଘରେ ଗଳ ତା ଘରେ ଗଳ ଏମିତି ଚାଲିଛି। ଏ ଦୁନିଆ ଆସିଆ ହେଇଗଲା ଯୁଗ, ବାବାଜୀ ନାଁରେ କଳଙ୍କ। ବାବାଜୀ ଅଛନ୍ତି ନାହାନ୍ତି ବୋଲି କୁହା ଦୁନିଆ କେମିତି ଚାଲିଛି, କିନ୍ତୁ ଯୋଉ ବାବାଜୀ ଅଛନ୍ତି ଲୁଚିକିରି ଅଛନ୍ତି, ଲୁକାୟିତ ଭାବରେ ଅଛନ୍ତି। ସେ ପଦାକୁ ବାହାରି କହନି ମୁଁ ବାବା ମୁଁ ବାବା। ଯାଉ ଏଣୁ ଯେତେବେଳେ ମହାପୁରୁଷ ଅଚ୍ୟୁତାନନ୍ଦ ବଢିବାକୁ ଲାଗିଲେ, ପାଠ ସାଠ କମ, ସେତେବେଳେ ପାଠ କୋଉଠି ଚାଲିଥିଲା, କିଏ ଯାଉଛି ନ ଯାଉଛି ନଙ୍ଗଳା ମୁଳା ହେଇ ବୁଲୁଥିଲେ 10 ବର୍ଷ ଯାକେ। ନା ଛୋଟବେଳେ ତ ହଗିସ୍ ପିନ୍ଧେଇଛନ୍ତି। ଯାଉ ଗୋପାଳ ଘର ଗାଈ ଚରିବାକୁ ଗଲେ। ଅଢଙ୍ଗ ରାଜାର ବାଟିକା ବାଟି ଆଖୁ ଚାଷ ହେଇଛି। ସେ ଆଖୁ କିଆରି ଭିତରେ ପିଲା ଲୋକ ଖେଳୁ ଖେଳୁ ତାଙ୍କ ଗାଈ ଗୁଡିଏ ପଶି ସବୁ ଆଖୁ କଢ ଛୋଟ ଛୋଟ ଆଖୁ ତା ସବୁ ଖାଇଗଲେ। ରାଜାର ଦୂତ ଯାଇ ପହଞ୍ଚିଲେ, କହିଲେ ମହାରାଜ ମଣିମା ସବୁ ସରିଗଲା। ନା କଣ? ନା କେତେ ଜମି ଖାଇଛନ୍ତି ଯେ ସେ ଗାଈ, ତାର ଆଉ ସୀମା ନାହିଁ। ନା କିଏ କହିଲାରେ? ନାଇଁ ଦୀନବନ୍ଧୁ ଖୁଣ୍ଟିଆ ପୁଅ ଅଚ୍ୟୁତା। ଡାକିଲେ ଡାକତା। ମହାପୁରୁଷ ଗଲେ, କହିଲେ ମଣିମା କଣ ହେଇଛି? ନା ତୁ ମୋ ଆଖୁ କାହିଁ ସବୁ ତ ଗାଈ ପୁରେଇ ଖୋଇ ଦେଇଛୁ ରେ, ତତେ ଦଣ୍ଡ ଦିଆ ହବ, ଏଇଟା ବନ୍ଧା ହବୁ, ଜେଲ ଯିବୁ, ଭାସି ହବ ଅମୁକ ହବ। ନା ଆଜ୍ଞା ଆପଣଙ୍କ ଆଖୁ କିଆରିରେ ମୋ ଗାଈ ପଶି ଖାଇଛନ୍ତି। ନା କଣ ଆଉ ଅଛି? ମୋ ଦୂତ ମାନେ କହିଲେ। ନା ଟିକେ ମୋ ସାଥିରେ ଆପଣ ଦୟାକରି ଯିବେ କି? ନହେଲେ ଯଦି ନ ଯିବେ ମନ୍ତ୍ରୀ ପଠାନ୍ତୁ। ନା ନା ମୁଁ ଯିବି ମୁଁ ଯିବି। ଚାଲିଲେ ସେ ଦୂତକୁ ଡାକନ୍ତୁ। ଦୂତ ବରଗିଲେ, ଦୂତ ଚାଲିଲା, ମହାରାଜ ଚାଲିଲେ, ମହାପୁରୁଷ ବି ଚାଲିଲେ। ଆଜ୍ଞା ଗୋଟାଏ ଆଖୁ ଭଲା ତାର ଖାଇଥାନ୍ତା କିଏ, ସବୁ କଣ ଯାଇଛି। ଦୂତ ଅନେଇଛି ମହାପୁରୁଷଙ୍କୁ। ରାଜା ହାତ ଯୋଡିଦେଲେ, କହିଲେ କିରେ ସେ ତ ଆଖୁ ଖାଇଥିଲା, ଜଣେ ନୁହଁ କେତେ ଦୂତ ମତେ ଯାଇ କହିଛନ୍ତି ଯେ ଆମ ଆଖୁ ଖାଇଗଲେ ବୋଲି। ଏ କେମିତି ହେଲା? ନା ମୁଁ କହିବିନି ଆଜ୍ଞା, ମୁଁ ଜାଣିନି। ସେ ତାଙ୍କର ଆରମ୍ଭ ହେଲା ଅଲୌକିକ କଥା, ଅଲୌକିକ ଶକ୍ତି। ରାଜା ତାଙ୍କ କନ୍ୟାକୁ, ଅଢଙ୍ଗ ରାଜାର ଝିଅକୁ ବିବାହ ହୋଇଥିଲେ ମହାପୁରୁଷ। ଗୋଟେ ଗୌର ଟୋକା ବା ଗୋଟେ ଗୋପାଳ ଘର ପିଲା ଗାଈ ଚରଉଥିଲା, ତାକୁ ରାଜା ତାଙ୍କ ଝିଅକୁ ପ୍ରଦାନ କଲେ, ବିବାହ କଲେ, ଜ୍ୱାଇଁ କଲେ। ତାଙ୍କ ଔରସରୁ ବ୍ରଜ ଗଦାଧର ବୋଲି ଜନ୍ମ ହେଲେ। ମହାପୁରୁଷ ଫୁଲ ଲଗାନ୍ତି। ଆମର ଆଜିକାଲିକା ଲୋକ ଆପଣ ଦେଖିବେ, ଯେମିତି 4ଟା ରାତି ହେଇଯାଉ, 3:30 4ଟା, 12ଟା ପରେ ତ ଆରମ୍ଭ ହେଇଯାଉଛି ଆଉ। ଆ ବାହାରୁ ତା ବାହାରୁ ଫୁଲ ନେଇ ଫଟୋ ଫଟୋ ରଖିଛନ୍ତି, ପୁରା ପୂଜା କରୁଛନ୍ତି। ମୁଁ ଥରେ ଗୋଟେ ପ୍ରବଚନ କହୁଥିଲି ଗାଁରେ, ଯେ ଆପଣ ଯୋଉ ଫୁଲ ଆଣି ଚୋରି କରିକି ରଖୁଛନ୍ତି ରାତିରୁ, ତାକୁ ଫଟୋରେ ଦଉଛନ୍ତି ଘରେ, ଏ କୋଉଠିକିଆ ଭକ୍ତି? ମୁଁ ଟିକେ ସିଧା କଥା କହେ, ଲୋକ ଟିକେ ଖରାପ ଭାବନ୍ତି, ମତେ ଭାବନ୍ତୁ କଣ ହେଲା, ଏ ଭକ୍ତି କୋଉଠିକାର? ନିଜର ଯଦି ଠାକୁର ସେବା କରିବାର ଇଚ୍ଛା ଅଛି, ଫୁଲ ଗଛ ଲଗାନ୍ତୁ, ନିଜେ ପାଣି ଦିଅନ୍ତୁ ଏବଂ ଫୁଲକୁ ଜଗନ୍ତୁ, ନିଜେ ତୋଳି ପ୍ରଭୁଙ୍କୁ ସମର୍ପଣ କରନ୍ତୁ। ତେବେ ଯାଇ 100କୁ 100 ତ ତାର ହଏନି, ତଥାପି 80 ଭାଗ ଆପଣ ପୁଣ୍ୟ ରହିବ। ଆଉ ଜଣେ ତ ଫୁଲ ଲଗେଇ ପାଣି ଦେଇ ତାକୁ ଜଗିଛି, ତା ବାଡିରେ ତ ଫୁଲଟାକୁ ଆପଣ ଆଣିଲେ, ସିଏ ନେଇଗଲା 40 କି 50 ଭାଗ ତାର ଧର୍ମ।
ଆପଣ ଦେଲେ 20 ଭାଗ ପାଇଲେ 20 କାହିଁ ରାତିରେ ସାପ କାମୁଡିବ ବାଘ କାମୁଡିବ ଭୂତ ବାହାରିବ ରାତି 3ଟା 4ଟା ଯାଉଛନ୍ତି ତ ଫୁଲ ତୋଳି ଚୋରି କରିବାକୁ ଚୋରି କରି କାହିଁ ଫୁଲ ଆଣୁଛନ୍ତି ଫୁଲ ନ ଦିଅନ୍ତୁ ଆମ ଶରୀରରେ ବା ଫୁଲ ଅଛି ଆମେ ବା ଏକ ଫୁଲ ସମର୍ପଣ ହେଇଯିବା କଣ ହେଲା ଆଜ୍ଞା ସମ୍ପୂର୍ଣ୍ଣ ଭୁଲ ଯଦି କେହି ଏ କାର୍ଯ୍ୟ କରୁଥାନ୍ତି ତାହେଲେ ଆଉ କରନ୍ତୁନି କାରଣ ସେ ଘରେ ଶୋଇ ବସିକିରି ସିଏ 50 ଭାଗ ଦେଇ ଯାଉଛି ପୁଣ୍ୟ ଯେହେତୁ ଗଛଟି ଲଗେଇଥିଲା ପାଣି ଦେଇଥିଲା ଜଗିଥିଲା ତା ବାରି ଫୁଲ ଆପଣ ଆଣିଲେ କାହିଁ ଭାଗ ହଉଛନ୍ତି ଆପଣ ନିଜେ ଲଗାନ୍ତୁ କାହା ବାଡିରୁ ଆଣନ୍ତୁନି ମୋର ଏଟା ଅନୁରୋଧ ହଁ ଆମେ ବିଷୟକୁ ଆସିବା ଏଣୁ ବିବାହ ହେଲେ ତାଙ୍କର ପୁତ୍ର ହେଲେ ବ୍ରଜ ଗଦାଧର ବ୍ରଜ ଗଦାଧର ଅତି ନିର୍ମଳ ସ୍ୱଭାବ ବା ଅନ୍ତର ଏବଂ ଦେଖିବାକୁ ସ୍ୱରୂପ ହଉଛନ୍ତି ମହାପୁରୁଷଙ୍କ ଭଳି ବାପା ଓଳି ନେଇ ଜନ୍ମ ହୋଇଛନ୍ତି ମା ର ଓଳି ନୁହଁ ମା ତ ଗୋରା ବାପା ତ କଳା କଳା ଅଂଶ ଜନ୍ମ ହୋଇଛନ୍ତି ମହାପୁରୁଷ କିଛି ଫୁଲ କରିଥିଲେ ବାଡିରେ କାହିଁକି ଫୁଲ କଥା କହିଲି ଯେ ଶ୍ରୀ ଜଗନ୍ନାଥଙ୍କ ସେବା କରିବେ ଜଗନ୍ନାଥଙ୍କୁ ପୂଜା କରିବେ ଯେତେବେଳେ ଫୁଲ କିଛି ଲଗେଇଛନ୍ତି ବାଡିରେ ଏବଂ ଫଳ ବି ଲଗେଇଛନ୍ତି କଦଳୀ ଲଗେଇଛନ୍ତି କାକୁଡି ଲଗେଇଛନ୍ତି ମାନେ ଯାହା ଠାକୁରଙ୍କ ସେବାରେ ଲାଗିବ ତ ଗୋଟେ କାକୁଡି ଗଛ ଟିକେ ଦେଖିଲେ ଭଲ କାକୁଡିଟି ହେଇଛି ତାକୁ 10ଟା ବାକି ତା ଆଗ ଦେଖିଥିଲେ 2 ଥର ଦେଖିଲେ କାକୁଡିଟି କାଲି ସକାଳେ ଭୋଗ ହବ କିନ୍ତୁ ଛୋଟ ପିଲା ହଉଛି ବ୍ରଜଗଦାଧର ତାକୁ ଛିଣ୍ଡେଇ ନେଇ ଖାଇକା ପଳେଇଛି ଖାଇଦେଇଛି ଆଉ ସକାଳୁ ଦେଖିଲା ବେଳକୁ ଆଉ କାକୁଡି ନାହିଁ ମହାପୁରୁଷ କହିଲେ କାକୁଡିଟା ଲଗେଇଥିଲି ଫଳିଥିଲା ଏବେ ମୁଁ ଦେଖିଗଲି ଆସିଲା ବେଳକୁ କଣ ନାହିଁ ଗାଧେଇ ପାରି ନବାକୁ ଭୋଗ କରିବାକୁ ଡାକିଲେ କିରେ ବ୍ରଜ ଗଦା ଆପଣ ମାନେ କହନ୍ତୁ ତାଙ୍କ ପୁତ୍ର ହଉଛି ଗଦାଧର ନା ଆଜ୍ଞା ତାଙ୍କ ନାଁ ହଉଛି ବ୍ରଜ ଗଦାଧର କହିଲେ ଗଦା ଇଆଡେ ଆସିଲ ବାବୁରେ ଏ କାକୁଡିଟା ମୁଁ ଲଗେଇଥିଲି ତୁମେ ୟାକୁ ନେଇଛ କି ନା ନାଇଁ ତ ବାପା ମୁଁ କାହିଁ କାକୁଡି ନେବି ମୁଁ ଆରେ ଦେଖିଲେଣି ଆସିଲେ ଯିବା କୋଉଠି ଲଗେଇଥିଲ ଦେଖିପାରିନା ବୋଧେ ଆଜ୍ଞା ନସି ପାଣି ବହୁଥିଲା ସେ ଡେମ୍ଫୁ ଛିଣ୍ଡେଇଥିଲେ ମହାପୁରୁଷ ଦେଖି ଆସିଲେ କିନ୍ତୁ ଯୋଉ କାକୁଡି ସେଇ କାକୁଡି ଲାଗିଛି କୁଣ୍ଢେଇ ପକେଇଲେ ମହାପୁରୁଷ କହିଲେ ବାପାରେ ଯା ବାପା ଚଢେ ଘୋଡା ତା ପୁଅ ଚଢେ ଥୋଡା ଥୋଡା ଅର୍ଥାତ୍ ମୁଁ ରାଜାକୁ ଚକମା ଦେଖେଇ ତୋ ମାକୁ ବି ବାହାଇଥିଲି ତୁ ସେ ପାଠ କେମିତି ଜାଣିଲୁ ତାହେଲେ ଆମେ ତ ଏଇ ନିମାଳରେ 2 ଜଣ ରହିପାରିବାନି କାରଣ ଗୋଟେ ଆପଣ ହଳ ଆଗେ ବୁଲୁଥିଲେ ଏବେ ତ ସବୁ ହେଇଗଲାଣି ଟ୍ରାକ୍ଟର ଏସେ ମେସିନ ଯେ ହଳ ବୁଲୁଥିଲା ବଳଦରେ ଡାହାଣିଆ ବଳଦ ଯଦି 2ଟା ରହିବେ ସେ ହଳ ବୁଲି ପାରିବେନି ତଡିବେ ତେଣୁ ଆମେ 2 ଜଣ ଡାହାଣିଆ ରହିଲେ କେମିତି ହବ ବାଁ ଡାହାଣ ରହିଲେ ହଳ ବୁଲିବ ନା ଆଉ ତୁ ଯିବୁ ନା ମୁଁ ଯିବି କେହି 2 ଜଣ ତୁ କେବେ ଯିବା ଏଠି ତୁ ମୁଁ ସାଥି ହେଇ ରହିପାରିବାନି ବାପା ଆପଣ ରୁହନ୍ତୁ ମୁଁ ଯାଉଛି ଏକ ସବାରି ପାଣିକି କରିଦେଲେ ସବାରି ପାଣିକି ଧରି ଗୋପାଳ କାନ୍ଧେଇଲେ ଚାଲିଲେ ଚାଲିଲେ ଯୁଆଡେ ଚାଲିବେ ଚାଲିଲେ ଯା ମହାପୁରୁଷ ମନ ଦୁଃଖରେ ବସିଛନ୍ତି ରାମଦାସ ଆସିଛନ୍ତି ମାଳିକା ରଚନା ହବ ବୋଲି କହିବା ଆଜ୍ଞା କଣ କହୁନାହାନ୍ତି ଲେଖିବା ଯେମିତି ସୁକ ଦେବ କହୁଛନ୍ତି ଗୋସ୍ୱାମୀ କହୁଛନ୍ତି ପରିଚୟ ଶୁଣୁଛନ୍ତି ସେମିତି ରାମଦାସ ଶୁଣୁଛନ୍ତି ମହାପୁରୁଷ ମାଳିକା ଯେତେ ଲେଖିଛନ୍ତି ସେ କହିଚାଲିଛନ୍ତି 1,85,000 ଗ୍ରନ୍ଥ ମହାପୁରୁଷ ରଚନା କରିଛନ୍ତି ପଞ୍ଚସଖା ଭିତରେ ଜଗନ୍ନାଥ ଦାସ 11 ସ୍କନ୍ଧ ରଚନା କରି ଦେହାନ୍ତ ହେଇଗଲେ 10ମ ସ୍କନ୍ଧ ଭାଗବତ ପର୍ଯ୍ୟନ୍ତ କପିଳେନ୍ଦ୍ରପୁର ଶାସନରେ ସେ ରଚନା କଲେ 81 ସ୍କନ୍ଧ ବେଳକୁ ପୁରୀ ଚାଲି ଆସିଲେ 7 ଲହରୀ ମଠରେ ରହିଲେ ତ ମଠ କଣ ଥିଲା 7ଟା ଲହରୀ ଆସି ପଳେଇଗଲା ଯେ ତ ବହୁତ କିମତି ଅଛି ଏଣୁ ସେଇଠି ବସି 81 ସ୍କନ୍ଧ ରଚନା କଲେ ସେଇଠି ଦେହାନ୍ତ ହେଲେ ସେଇଠି ତାଙ୍କର ରହିଲା ଏଣୁ ଆଉ ଯୋଉ ସ୍କନ୍ଧ ରହିଲା 12 ସ୍କନ୍ଧ ତାଙ୍କ ଶିଷ୍ୟ ମାନେ ରଚନା କଲେ ଆପଣ ଭାବନ୍ତୁ 81 ସ୍କନ୍ଧ ରଚନା କଲେ 12 ସ୍କନ୍ଧ ରଚନା କରି ପାରିଲେ ନାହିଁ କିଏ ପଞ୍ଚସଖା ଅଚ୍ୟୁତ ଅନନ୍ତ ବଳବନ୍ତ ଯଶବନ୍ତ ଜଗନ୍ନାଥ ଜଗନ୍ନାଥ ଦାସ ଏଇ କଥା କରୁଥିଲେ ବଳରାମ ଦାସ ମଧ୍ୟ ଦେଖନ୍ତୁ ଲକ୍ଷ୍ମୀ ପୁରାଣ କେତେ ଲେଖିଛନ୍ତି ସବୁ କିନ୍ତୁ ଯେତେ ମହାପୁରୁଷ ପଞ୍ଚସଖା ମଧ୍ୟ ଅଛନ୍ତି
अच्युतानंद महापुरुष 1,85,000 मु मरिया पर्यंत पढ़ी पारि कि आप भी जी कहते फुड़ी मार्च आम मालिका जाचु मालिकार अक्षर भी जानी ना जाना बहुत कष्ट बुझा भी कष्ट खाली लोक भुआ बोले मालिका शुणा लोक आग्रह बोली आप चिंता करूँ तेणु मालिका को महापुरुष को प्रकार को भाव में केते अर्थ रचना कर धरवा बहुत कष्ट आज्ञा केवल तारी लोक ही धरी पारे से भाड़ी पारा ही आपको खुंपी पारे अन्य माने खुंपा कष्ट खाली हावा चली आसिले आज सवारी विदा करदे पूर्व मुखाई चली आसिले यू मो पीठ कतु मात्र 4 किलोमीटर दूर में ब्रज गदाधर पीठ से सवारी रखी गोपाल माने राति पाइब तो गोपाल माने राति चली आसले गोपाल माने कौन कले ना स्नानार्थे नदी को गले बाली सवारी थी आसला सवारी सह आज जे कि ब्रज गदाधर पोती ही गले से रहिले सी धाम पीठ है समाधिस्थ हो गले गदाधर कहते ब्रज गदाधर पीठ ये 4 किलोमीटर मात्र मो पीठ पाख जिते महापुरुष पुओ को विदा कर बसी मन दुखे अरे चलीगला पु मोर मो पाखु रामदास आसी पहुंची गले गुरुदेव प्रणाम गुरुदेव दंडवत प्रणिपात साष्टांग ही बसिले आज्ञा आरंभ करंतु महापुरुष ठक 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 आखिर लुह कोई पड़ कांति पकेले महापुरुष कहले बाबू रे राम ना कौन गुरुदेव ना आज गोटे घटना घटी जाइए बाप पुअर कथा ना कौन ना बाबू ब्रज गदाधर जाइछि महापुरुष कांदी लोभ क्या ना माया क्या ना बाबू रे माया घटी मोते काली जा शिव राम सबु कहिबी महापुरुष कहले राम रे मो पुआ आज मो औरस जात संतान मो पाखर दूरे चली जाइछि मो मुंड आ स्थिर नहीं भविष्य कौन लिखी ब्रज गदाधर जाइछि माया घटी मते काली जा शिव राम रे सब कह आज आ कही पारिबेनी मो मुंड स्थिर नहीं माया घटी जाइछि मते मो औरस जात संतान को मु विदा कर देइछि सुंदर कथा आप चिंता कले आम कौन सिद्ध पुरुष होमें कौन सिद्ध अंगी हो आम माया कौट सिद्ध अंगी को माया घटी थिला या प्रमाण ज्वलंत प्रमाण मुझे आपको कहूँ आम बा किमुत किंबा कार मनुष्य मात्र आमको कहीं माया घटोनी तो सजन मणि के सुंदर कथा चिंता कहतु महापुरुष जिते आसी बसीगले रामदास महापुरुष कहले राम रे आसिलु आज ना हाँ ना टिके मन भल लग तबे शुणु कौट कौन घट शुणु महापुरुष आरंभ कले निमाल दादी चकड़ा मुराण भक्त पुणी धन निमाल रे पुणी अच्युतंक गादी रही प्रमाण महापुरुष कौन कहले ना सुन राम दास चकड़ा मुराण भक्त जन्म विवरण गुरुपाद ध्याई निमालु कहूची गुपत ज्ञान राम रे मूर्खे कहबू नहीं सप्त बार रे मूर्खे कहबू नहीं महापुरुष कहले बाबू रे राम मु किसी चकड़ा मराण तो जन्म विवरण भक्त जन्म विवरण किसी कहूँ जन्म विवरण कहे निमाल भट्टर गुप्त ज्ञान तो कहूँ बाबू
मूर्ख आगे कहबू नहीं 7 बार रांदेल तते मूर्खे कहबू नहीं 7 देली मुहिरे मूर्खे कहबू नहीं मूर्खଙ୍କ आगरे प्रकाश करिले बाबू राम गुरुद्रोही हेबू तुही कुंभी पाक नरके निपतित हेबू राम रे ओटे सत्यवाणी यही राम हेतुरे धर आद्य लीला उदय भट्टर रे राम हृदय धर महापुरुष कहले बाबू रे राम मूर्ख आगे प्रकाश कहले गुरुद्रोही हबु तू कुंभीपाक नरके निपतित हेबू ये सत्य सत्य त्रिबार सत्यवाणी आपको मन रे धर आ मन रख लीला प्रथम उदय बट उदय हम पारादीप उदय बट आपण मैंने जानी जो उदय बट पारादीप अच्छी से लीला आरंभ हो जो ओडिया महाभारत युद्ध बाकी अच्छी से 13 दिन समापन हम एणु आद्य लीला उदय बट रे राम हेतुरे धर अच्छा समस्त को शुभुची तो समस्ते कहतु शुभुची ना मुझे कही जाऊँ किए शुणुना हेलो कथा क्लियर शुभुची गीत टिके क्लियर शुभुनी नले कथा क्लियर शुभुची अच्छा गीत भॉइस टे कमे शुभिबो ताले गीत भॉइस कहले शुभिबो हां हौ 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 देखु धनिया गिरिरु अमर नामती जे आबर छतिया ग्राम गुदर गोड़ रे आमर हारिया जगी अछि तही धाम ताकू न चिन्हे केही सारू बोझ बिक्री करे सही रे ताकू न चिन्हे केही महापुरुष कहले राम रे गोदर गोड़ हेतब ताना हारिया कम्हार कौन कटिगला मोर कौन मोर आसुनी शुभुची शुभुची तो अरे हाँ शुभुची तार गोदर गोड़ हेतब ता ना हेतब हारिया कम्हार से सारू बोझ बिक्री करथब ताकू केही चिन्हि पारिबेनी कली जुगरे राम आउ जानिचु हनुमान जे ता जुगरे प्रभुंक भक्त हेलो शुभुची शुभुची तो हाँ हाँ शुभुची हनुमान जे प्रभुंक भक्त सीए भी जन्म हेथब कोठी जन्म हब शुभुची शुभुची आज्ञा शुभुची कोठी हनुमान जन्म हेथिब ना हनु जगी अछि समस्पुरे कोइठा ग्राम ठार चंडी खोल ठारे भैरवी डाकिब मरिवे पापी पार देह देव तीनोटी रड़ी तही उड़ी जीवेटी ओ गाड़ी रे देव
ତିନୋଟି ରଡ଼ି। ମହାପୁରୁଷ କହିଲେ ବାବୁରେ ରାମ, ହନୁ ଜଗିଛି ସମସରପୁରେ କୋଳିଅଠା ଗ୍ରାମ ଠାରେ। କୋଳିଅଠା ଆପଣ ଜାଣିଛନ୍ତି, ସମସରାପୁର କୋଳିଅଠା। ସେଇଠି ଗୁପ୍ତରେ ଅଛି ହନୁ, କଳି ଯୁଗରେ ବାହାରିବରେ, କଳି ଶେଷରେ ଚଣ୍ଡିଖୋଲ ଠାରେ ଭୈରବୀ ଡାକଟା ବିକଟାର ଡାକ ହବ ଶବ୍ଦ। ସେଇ ଡାକ ଶୁଣି ଆମର କିଛି ହବନି, ଆମେ ଯଦି ସତ୍ୟ ଥିବା ଆମର କାହିଁ କଣ ହବ? ଯିଏ ଅସତ୍ୟ ଥିବେ, ଯିଏ ପାପ କାର୍ଯ୍ୟ କରୁଥିବେ, ଯିଏ ଅହଙ୍କାର କରୁଥିବେ, ଯିଏ ଗର୍ବ କରୁଥିବେ, ମୋ ଆତ୍ମା ଯାହା ତା ଆତ୍ମା ସେଇଆ। ହଁ, ସେ କଥା କିଏ ଜାଣିନଥିବେ ଯେ ଏକ ଆତ୍ମା। ନା ଆମେ ଦୟା ଯିବେ ଉକ୍ତି, ଆତ୍ମା ଗୋଟିଏ। ଏକ ଆତ୍ମା, ଏକ ଆତ୍ମା ଦ୍ୱିତୀୟ ନାସ୍ତି। ତେଣୁ ଯିଏ ଏଇ ଧର୍ମରେ ଚଳୁଥିବେ ସେଇମାନେ ଏଥିରୁ ଉବୁରିବେ, ଅନ୍ୟମାନେ ଉବୁରିବେନି ରେ। ତିନି ରଡିଏ ତ ଦବ, ତମେ ଉଡିଯିବେ ଟିକେ ଅଗାଡି। ଅଗାଡି ମାନେ ଧାନ ଯିଏ ରହିବେ, ଅଗାଡି ସବୁ ଉଡିଯିବେ। ବାଳୁଙ୍ଗା ସତ୍ସଙ୍ଗ ଯିଏ ଅଛନ୍ତି, ସେ ଆମେ ଭକ୍ତ, ଆମେ ଅମୁକ, ଆମେ ଜ୍ଞାନୀ, ସେଇ ସବୁ ଉଡିଯିବେ। ଆଉ କଣ ହବ? ଗୁଣପୁର ଠାରୁ ଅଢଙ୍ଗ ବୁଢିଆଣୀ ପାଟ ଓନା, ଶପଥ ଭଉଣୀ ଜଗିଛନ୍ତି ପୁଣି, ସେ କଳକି ଦୁର୍ଗାଟି ସିନା। ତିନି ଛକ ବିରୁଡି ପାପି ରଡି ଘାତେ ଯିବେ ଉଡିରେ। ତିନି ଛକ ବିରୁଡି। ବାବୁରେ ରାମ, ଗୁଣୁପୁର, ଗୁଣୁପୁର ତ ଜାଣିଥିବେ ଆପଣ ମାନେ। ଗୁଣୁପୁର ଛକରୁ ଅଢଙ୍ଗ, ଅଢଙ୍ଗ ଗଡକୁ ବୁଢିଆଣୀ ପାଟ ଗୋଟେ ଅଛି ଅଢଙ୍ଗ ଗଡ। ସେଇ ବୁଢିଆଣୀ ପାଟକୁ ଅନା, ସାତ ଭଉଣୀ ଜଗି ବସିଛନ୍ତି। ସେ ହଉଛନ୍ତି କଳ୍କି ଦୁର୍ଗା। ଯୋଉ ଅଷ୍ଟଚଣ୍ଡୀ ମଧ୍ୟରୁ ସାତ ଭଉଣୀ, ସେ କଳ୍କି ଦୁର୍ଗା ଜଗିଛନ୍ତି। ଏଣୁ ପାପି ଆଜି ରଡି ଘାଟ ଉଡିଯିବେ, ଯୋଉ ରଡି ସେ କରିବେ। ଆଉ ଇଏ ଯୋଉ ଅଜ୍ଞାନୀ ମାନେ କହୁଛନ୍ତି ଆମେ ଜ୍ଞାନୀ, ଅଜ୍ଞାନୀ ମାନେ କହୁଛନ୍ତି ଆମେ ଜ୍ଞାନୀ, ଆମ ଚାହିଁ ଜ୍ଞାନ କାହାର ଅଛି? ସେ କଥା ଆଜି ମହାପୁରୁଷ କହିଲେ ବାବୁରେ, ଅଜ୍ଞାନୀ ମେଳଛ ଅନେକ ମରିବେ, ଠିକ ସ୍ଥାନ ପାରାଦୀପ, ଧର୍ତ୍ତଙ୍ଗ ଗଡରେ ଅମର ଔଷଧି, ତପସ୍ୟା କରଇ ଧ୍ରୁବ, ଧର୍ମ ଋଷିକି ତହି ନୀଳ ପଦମ ଫୁଟି ଅଛି ଅହିରେ, ଧର୍ମ ଋଷିଟି ସହି। ମହାପୁରୁଷ କହିଲେ ବାବୁରେ, ଅଜ୍ଞାନୀ ମେଛ, ଯୋଉ ଜ୍ଞାନୀ କହୁଛନ୍ତି ଆମେ ସେଟା ଅଜ୍ଞାନୀ। ଜ୍ଞାନୀ କଣ କେବେ କହନ୍ତି ମୁଁ ଜ୍ଞାନୀ, ମୁଁ ଜ୍ଞାନୀ? ଅଜ୍ଞାନୀ କହନ୍ତି ଆମେ ଜ୍ଞାନୀ, ଆମେ ଜ୍ଞାନୀ। ଆପଣ ଦେଖୁନାହାନ୍ତି, ଦଣ୍ଡିକି ଯେମିତି ଫୁଟୁଥିବେ, ଆଉ କଣ ଶେଉଳ ଫୁଟିବେ? ଶେଉଳ ପଙ୍କରେ ରହିବେ। ତେଣୁ ଅଜ୍ଞାନୀ ମେଛ ଅନେକ ମରିବେ। କୋଉଠି ମରିବେ? ନା ଯୋଉଠୁ ଗୋଳ ଆରମ୍ଭ ହବ। ଆମର ଯୋଉ ମହାଭାରତ ଯୁଦ୍ଧ ଇଏ ବାକି ଅଛି, 13 ଦିନ ସେ ହବ, ସେ ପାରାଦୀପ ଉଦୟବଟରୁ ହିଁ ଆରମ୍ଭ ହବ। ସେଇ କଥା ମହାପୁରୁଷ କହିଲେ ଯେ ଅଜ୍ଞାନୀ ମେଛ ଅନେକ ମରିବେ। ଠାକ କୋଉଠି? ନା ପାରାଦୀପ ଠାରେ। ଧର୍ତ୍ତଙ୍ଗ ଗଳରେ ଅମର ଔଷଧି ତପସ୍ୟା ଧ୍ରୁବ କରୁଛନ୍ତି ସେଇଠି ରହି। ତାଙ୍କ ନାଁ ଧର୍ମ ଋଷି। ଧ୍ରୁବ ବୋଲି କିଏ ଜାଣିବ? କିନ୍ତୁ ପ୍ରକୃତ ସେଇ ଧ୍ରୁବ, ସେ ନୀଳପଦ୍ମ ଫୁଟିଛି। ତେଣୁ ଅନେକ କଥା। ଭୈରବୀ ଡାକ ଯେ ସେଠାରେ ଦାନ୍ତୁଆଣୀ ସେହି ସ୍ଥାନ, ଛପରା ଠାବରେ ଏକ ବୃକ୍ଷ ଅଛି, ମାନବେ ନୁହଁ ଦୃଶ୍ୟ। ମଣିଷକୁ ସେ ବୃକ୍ଷ ଦେଖାଯାଉନି। କଣ ହଉଛି? ଶଙ୍ଖ ତୋଟା ଠାବର ତିନି ଧାର ବହିବରୁ ଧୀରରେ, ଶଙ୍ଖ ତୋଟା ଠାବର। ମହାପୁରୁଷ କହିଲେ ଭୈରବୀ ଡାକ ଦେବ, ଦାନ୍ତୁଆଣୀ ସ୍ଥାନ ଅଛି ଛପଡା। ଛପଡା ଆପଣ ଜାଣିଛନ୍ତି କେନ୍ଦ୍ରାପାଲାରେ। ଛପଡା ଠାବରେ ବୃକ୍ଷ ଅଛି, ସେ ମଣିଷକୁ ଦୃଶ୍ୟ ହବନି।
କାପଡା ମଠ ସେଠି ଅଛି, ଧ୍ରୁବ ବାହାରି ସେଠି ଅଛି। ଅନାମ ନାମରେ ତା ବିଶ୍ୱାସ। ଶଙ୍ଖ ତୋଟାରେ 3 ଧାର ରକ୍ତ ବହିଯିବ, ଏତେ ସେଠୁ ଗଣ୍ଡଗୋଳ ଆରମ୍ଭ ହବ। ମହାଭାରତ ଯୁଦ୍ଧ ଯୋଉ ଓଳିଏ ବାକି କେନ୍ଦ୍ରାପଡାରୁ ପାରାଦୀପରୁ ଆରମ୍ଭ ହୋଇ କେନ୍ଦ୍ରାପଡା ଏନ୍ଏଚ୍ ଚାଲିବ। ଭୁବନେଶ୍ୱର, କଟକ ଚାଲିଲା ଆଉ ସାରା ଓଡିଶାରେ ବିଶ୍ୱରେ କହିଲେ ଚଳେ ଆଉ ଯୁଦ୍ଧ ଆରମ୍ଭ ହେଇଯିବ। ଆଉ ଆପଣ ଜାଣିଛନ୍ତି ଯାଜପୁର ଆମ ଯାଜପୁର ରସୁଲପୁର ମେଲଣ ପଡିଆରେ ଏକ ଭାଗବତ ଜାଗରଣ ମହୋତ୍ସବ କରିଥିଲୁ। 32 ଖଣ୍ଡ ଭାଗବତ ପୁସ୍ତକ ବଣ୍ଟନ କରିଥିଲୁ ବ୍ୟାସାସନ ଉତ୍ତରୀୟ ସହ। ମହାପୁରୁଷ ସେ କଥା କହିଲେ ଆଜି ଯେ ରସୁଲପୁରରୁ ବିରିତ ରାମରେ ମହାସଂଗ୍ରାମ ହୋଇବ, ଅଭିରାମ ଭଗତ ସେଠାରେ ଅଛନ୍ତି, କୈବର୍ତ୍ତନାଥ ଜାଣିବ, ଭକ୍ତ ଅଟଇ ସେହି ଚିହ୍ନା ଅଚିହ୍ନାରେ ଅଛି ରହିରେ, ଭକ୍ତ ଅଟଇ ସେହି। ମହାପୁରୁଷ କହିଲେ ରାମରେ ଯୋଉ ରସୁଲପୁର କହୁଥିଲେ, ଆମେ ଯାଇ ବହି ବାଢିଥିଲୁ ରସୁଲପୁର ମେଲଣ ପଡିଆ, ସେଇ ଜାଗା ମହାପ୍ରଭୁ କହୁଛନ୍ତି ରସୁଲପୁର କତରୁ ସେଇ ମେଲଣ ପଡିଆ କିଛି ଲୀଳା ଖେଳା ହବ। ବିରିତୋଳ, ଯାଜପୁର ବିରିତୋଳ ଯାଏ ମହାଯୁଦ୍ଧ ଲାଗିବ, କିନ୍ତୁ ସେଇ ସ୍ଥାନରେ ଅଭିରାମ ପରମହଂସଙ୍କର ଭକ୍ତ ଜଣେ ଅଛି କୈବର୍ତ୍ତନାଥ। ସେ ଭକ୍ତ ଜଣେ କିନ୍ତୁ ଅଭିରାମ ଦୀକ୍ଷିତ, ସେ ଚିହ୍ନା ଅଚିହ୍ନା ତାକୁ କେହି ଚିହ୍ନି ପାରୁନାହାନ୍ତି, ସେ ଚିହ୍ନା ଅଚିହ୍ନା ରହିଯାଇଛି। କଣ ହବ ସେଠି ନା ସେଠା ବରୁ ରାମ ବିରିବାଟି ଗ୍ରାମ, ମହେନ୍ଦ୍ର ଯେ ଶ୍ରୀ ମଦନ, 2 ଗୋଟି ଭକ୍ତ ସେଠାରେ ଅଛନ୍ତି, ରାମରେ ବୁଝାଇଲି ଏହା ମର୍ମ, ବେଳ ଆଖ ରହିଲା ବଟ ପୁଟ ଚୁତି ଲେଖିଲା ରେ, ବେଳ ଆଖ ରହିଲା। ମହାପୁରୁଷ କହିଲେ ବାବୁରେ ରାମ ସେଇ ଯୋଉ ସ୍ଥାନ କହିଲି ରସୁଲପୁରରୁ ବିରିତୋଳ କଥା, କୈବର୍ତ୍ତନାଥ ଭକ୍ତ ଅଛି ଏବଂ ସେ ଅଭିରାମ ପରମହଂସଙ୍କ ଦୀକ୍ଷିତ, ତାକୁ କେହି ଚିହ୍ନି ଜାଣି ପାରୁନାହାନ୍ତି। ସେଇଠୁ ବିରିବାଟି, ଏକାଥରେ ବିରିବାଟି ନେଇଗଲି। ବିରିବାଟି ଗ୍ରାମରେ 2 ଜଣ ଭକ୍ତ ଅଛନ୍ତି। ରାମ ନା କିଏ ଗୁରୁଦେବ ନା ମହେନ୍ଦ୍ର ଆଉ ଶ୍ରୀ ମଦନ, 2ଟି ଭକ୍ତ ସେଠାରେ ଅଛନ୍ତି। ବେଳ ଆସିଗଲା ରାମ, ସେଥିପାଇଁ ମୁଁ ଏଇ କଳ୍ପବଟ ମୂଳରେ ବା ଏଇ ବରଗଛ ମୂଳରେ ଲେଖିବା ଆରମ୍ଭ କରି। କଣ ହବ ଆଗକୁ, କଣ ଘଟିବ ଗୁରୁଦେବ ଟିକେ କୁହନ୍ତୁ। ରାମରେ ଲୋକ ଏମିତି 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 ଲୋକମାନେ ଏତେ ଅନ୍ୟାୟ କରିବେ, ଗୁରୁଜନ ମାନିବେନି, ବଡ ସାନ ମାନିବେନି, ଭାଇ ଭଉଣୀ ମାନିବେନି, ବାପ ପୁଅ ମାନିବେନି, ସ୍ୱାମୀ ସ୍ତ୍ରୀ ମାନିବେନି, ଉଭୟଙ୍କ ମଧ୍ୟରେ ସୁସମ୍ପର୍କ ଆଉ ଗଢି ରହିବନି, ସବୁବେଳେ ସମସ୍ତଙ୍କୁ ଅବିଶ୍ୱାସ ଜନ୍ମ ହେବ। ତାକୁ କଣ ହବ ନା ଯେତେ ଅବିଶ୍ୱାସ ଜନ୍ମିବ ସେତେ ଲକ୍ଷ୍ମୀ ଛାଡିଯିବେ, ଖାଇବା ପିଇବା ଅଭାବ ରହିବ। ନା କଣ ହବ ପ୍ରଭୁ ଗୁରୁଦେବ? ମାରୁ ମହରଗ ପଡିବ ଦେଶରେ, ଅନ୍ନ ଜଳ ନ ମିଳିବ, ପାଗଳା ଇଞ୍ଜିନ କଲିକତା ଠାରୁ ସେବେଳେ ଆସିବ ଝୁଅ। ମହାପୁରୁଷ କହିଲେ ବାବୁରେ ରାମ ଏମିତିଆ ହେଲେ ଭାରି ମାରୁ ମହର ପଡିବ। ଆପଣ ଦେଖୁନାହାନ୍ତି ତେଲ ପାଇଁ କଟକ ଭୁବନେଶ୍ୱର ସବୁଆଡେ କେମିତି ଲାଇନ ଦେଲେଣି, ହେ ତେଲ ଦିଅ ତେଲ ଦିଅ ତେଲ ଦିଅ, ଶହ ଶହ ଗାଡି ଥୁଆ ହଉଛି, ତେଲ ନାହିଁ। ଯେ ଯୋଉ ପ୍ରାଇଭେଟ ବସ୍ ଯୋଉ ଚାଲୁଥିଲା, କାଲିଠାରୁ 25% ବସ୍ ବନ୍ଦ ହେଇଗଲାଣି। ଆଉ 4 ଦିନ ପରେ ଆଉ ବୋଧେ ଗାଡି ଚାଲିବ ନାହିଁ। କାହିଁକି ନା ତେଲ ତ ମିଳିବନି ନା, ଖାଦ୍ୟ ତେଲ ନ ମିଳିଲେ ତାହେଲେ ଆଉ କେମିତି ଟ୍ରାନ୍ସପୋର୍ଟିଂ କେମିତି ହବ? ସବୁ ଚାଉଳ ଡାଲି ଫାଲି ଆମେ କେମିତି ସବୁ ପାଇବା? ତେଣୁ ସମସ୍ତ ଭାବରେ ପଡିବା ଆସ୍ତେ ଆସ୍ତେ ଆରମ୍ଭ ହଉଛି।
ଦେଖ ଆଗକୁ କଣ ହଉଛି, ଇଏ ହେଇନି କିଛି। ମହାପୁରୁଷ କହିଲେ ବାବୁରେ ପାଗଳ ଆଇନଜିନି କୋଉଠାରୁ ସେବେଳେ ଆସି ରହିବ। ନୀଳ ଚଳ ଧାମର ଆସି ମିଳିବ ରେ ନୀଳା ଚଳ ଧାମର। ମହାପୁରୁଷ କହିଲେ ବାବୁରେ ରାମ ମାରୁ ମହରଗ ଦେଶରେ ପଡିବ ଅନ୍ନ ଜଳ ମିଳିବନି। ଆଉ ପାଗଳ ଆଇନଜିନି ସେତିକି ବେଳରେ, ଯେତେବେଳେ ଆମର ଘରେ ପଡୁଛି ସେତିକିବେଳେ ଏଇ କାମ ହଉଛି, ଆମେ ଖାଇବା ପାଉନଥିବା, ଅଭାବରେ ପଡୁଥିବା, ସେଇ ସମୟରେ କଲିକତାରୁ ପାଗଳ ଆଇନଜିନି ଆସିକି ରହିବ। ଓଡିଯିବ ନିରାଶ ଧାମ ଆସି ବହି ପାଖରେ ମିଳିବ। କଣ ହବ ନା ଛତିଆ ବଟରେ ଗୁଜରୀ ରାହସ ରାମରେ ନୟନେ ଦେଖିବୁ ତୁହି ଭକତ ପରୀକ୍ଷା ସେବେଳେ ହୋଇବ। ରାମରେ ତୋତେ ମୁଁ ଦେଲି ବୁଝାଇ କର ଅଣୁସାଧନା ତିନି ଅଚ୍ୟୁତିରା ସଭାରେ କର ଅଣୁସାଧନା। ମହାପୁରୁଷ କହିଲେ ବାବୁରେ ରାମ ଛତିଆ ବଟରେ ଗୁଜୁରୀ ରାସ ହବ, ଗୁଜୁରୀ ରାସ ହବ, ସେଇ ସମୟରେ ଶେଷ ବେଳରେ ଭକ୍ତ ପରୀକ୍ଷା ସେଇଠୁ ଆରମ୍ଭ ହବ। ଯଦି ପରୀକ୍ଷାରେ ଜିତିବୁ ତୁ ଭକ୍ତ ବୋଲି ଗଣା ହବୁ। ଖାଲି ମାଳି ପକେଇ ଦାଢି ରଖି ଅରୁଆ ଖାଇ ସେ ଗେରୁଆ ପିନ୍ଧି ହରିଓମ୍ ଜୟ ଜଗନ୍ନାଥ କହିଲେ କେହି ସାଧୁ ସନ୍ଥ ବୋଲେଇ ଯାଆନ୍ତିନି, ଭକ୍ତ ହେଇଯାଆନ୍ତିନି। ଭକ୍ତ ହବାକୁ ହେଲେ ସେଇ ପ୍ରକାର ଭକ୍ତି ଦରକାର, ସେଇ ପ୍ରକାର ନିଷ୍ଠା ଦରକାର, ସେଇ ପ୍ରକାର ଅନ୍ତର ଖୋଲା ଅନ୍ତର ଦରକାର। ମୁଁ ଏତେ ବଡ, ମୁଁ ଏମିତିଆ ନା। ମହାପୁରୁଷ କହିଲେ ବାବୁରେ ଭକ୍ତ ଯିଏ ସେ କେମିତି ଥିବ ଜାଣିଛୁ ନା? କେମିତି ପିଲା ସଙ୍ଗେ ପିଲା ପୁଣି ବୁଢା ସଙ୍ଗେ ବୁଢା, ପାଗଳଙ୍କ ସଙ୍ଗେ ମିଶି ସେ ହୋଇବ ପାଗଳା। ରାମରେ ରେ ରାମ ମୋ ଭକ୍ତ କଳିଯିବେ କେମିତି ରହିବେ ତାକୁ କେହି ଚିହ୍ନି ପାରିବେନି। ଏଇ ଯୋଉ ଭକ୍ତ ନାଁ ସବୁ ଆପଣ ଶୁଣିଲେ କହିଗଲି ମୁଁ, ତାକୁ କିଏ ଜାଣିଛନ୍ତି? ତା ଗାଁ ଜାଣିଛନ୍ତି? କିଏ ସେଇଟା? ତେଣୁ ରାମରେ ଭକ୍ତ କାହାକୁ କହିବା ଆମେ ନା ପିଲା ସଙ୍ଗେ ପିଲା, ପିଲା ସଙ୍ଗେ ପିଲାଳିଆ ଭଳିଆ କରୁଥିବ ଯାତ୍ରା, ବୁଢା ସଙ୍ଗେ ବୁଢା, ପାଗଳ ସଙ୍ଗେ ମିଶେଇ ପାଗଳା ଭଳିଆ କହୁଥିବ। ଯାହା ସାଙ୍ଗରେ ମିଶିବ ସେଇ ରୋଲ ସେ କରୁଥିବ, ଯୋଉ ରୋଲକୁ ଆମେ ଧରି ପାରୁନଥିବା। ମଦୁଆ ସାଙ୍ଗରେ ମଦୁଆ ହଉଥିବ, ବସୁଥିବ, ଧରିଲା ସାଙ୍ଗରେ ଗଣ୍ଡିଆ ହଉଥିବ, ଅଭିଜା ସାଙ୍ଗରେ ପଡି ଅଭିଜା ହଉଥିବ, ଦୁଷ୍ଟ ହଉଥିବ। ତେଣୁ ତାକୁ ଧରିବା ବାଲା କେହି ନାହିଁ। ଭକ୍ତ କେହି ଲୁଗା ପିନ୍ଧି ଅରୁଆ ଖାଇ ଗେରୁଆ ପିନ୍ଧି ଦାଢି ରଖି ହରିଓମ ହରିଓମ ହେଲେ ଭକ୍ତ ହେଇପାରେ ନା ଆଜ୍ଞା। ସେଇ କଥା କହିଲେ ରାମରେ ତୁ ଗୁପ୍ତ ଭାବରେ ଏ ଯୋଉ ପରୀକ୍ଷାରୁ ଉବୁରିବା ପାଇଁ ଅଣସାଧନା କର, କର ଅଣସାଧନା ନୀତି ଅଚ୍ୟୁତି ଦାସ ଭାବନାରେ କର ଅଣସାଧନା। ଅଣସାଧନା କଲେ ତୁ ଯାଇ ଜିତିବୁ। ଏ ଚୋର ସବୁ ଅଛନ୍ତି। ଚୋର ମାନେ କଣ? କିଛି ଚୋର ବାହାରିଲେଣି। କୋଉ ଚୋର? ଆଧ୍ୟାତ୍ମିକ ଚୋର। ଆଧ୍ୟାତ୍ମିକ ଚୋର କଣ ଆପଣ ଭାବେ ଏତେ ସୁନା ରୂପା ଚୋର ଅଛନ୍ତି, ଟଙ୍କା ସୁନା ଚୋରି କରି ନେଇଯିବେ, ତଣ୍ଟି କାଟିକି ଡକାୟତ କରି କି ଘରେ ପଶି ସେମିତି ଗାତ କରି ନେଇଯିବେ। ବାବା କଣ କହିଲେ ଟିକେ ଆଧ୍ୟାତ୍ମିକ ଚୋର? ଆଧ୍ୟାତ୍ମିକ ଚୋର ଅର୍ଥ ଏ ବହିରୁ ସେ ବହିରୁ ତା ଲେଖାକୁ ଆ ଲେଖାକୁ ଜୋଖି ଜାଖି ଖଞ୍ଜି ଖାଞ୍ଜି ଆମେ ଲେଖୁଛୁ ବୋଲି କହୁଛନ୍ତି। ମୋବାଇଲରେ ଖେଳ କରୁଛନ୍ତି, ମୋବାଇଲରେ ଖେଳ କରୁ, ମୋବାଇଲରେ ଗୁଗୁଲ, ମୋବାଇଲରେ ସବୁ, ମୋବାଇଲରେ ତ ଆଧ୍ୟାତ୍ମିକ, ମୋବାଇଲରେ ସବୁ ଲେଖା ହଉଛି। ମୋବାଇଲ ଖେଳରେ ଯୋଉ ସୋସିଆଲ ମିଡିଆରେ ସେ ଠାକୁରଙ୍କ ନାଁ ନେଇ ଆମେ ବଡ ଜ୍ଞାନୀ ବୋଲି ଯିଏ କହୁଛନ୍ତି ସେ ଚୋର, ଆଧ୍ୟାତ୍ମିକ ଚୋର। ପ୍ରଭୁଙ୍କ ଜିନିଷ ଚୋରି କରି କହୁଛନ୍ତି ଆମେ କହୁଛୁ, ଆମ ଲୋକ ଜାଣନ୍ତୁ।
ମହାପୁରୁଷ ସେ କଥା କହିଲେ ତାକୁ ବୁଝିବା ଭାରି କଷ୍ଟ, ମାଳିକା ବୁଝିବା ବହୁତ କଷ୍ଟ। କହିଲେ ରାମରେ ମଲ୍ହା ସାହି ଠାରେ ଧରା ହେ ଚୋର ମନ୍ତ୍ରଣାକ୍ଷର ଧର ମହାନଦୀ କୂଳେ ଭକ୍ତ ମେଳ ହେବେ ଲୀଳା ହୋଇବ ପ୍ରବଳ ବାଲି ଉଦାକୁ ଅନା ଭକ୍ତ ମେଳଟି ହୋଇବ ସିନାରେ ବାଲି ଉଦାକୁ ଅନା। ମହାପୁରୁଷ କହିଲେ ଏଇ ଯୋଉ ଆଧ୍ୟାତ୍ମିକ ଚୋର ଆଠୁ ତା କପି କରି ନେଇ ଆମେ ହଉଛି ଜ୍ଞାନୀ ଗୁରୁଜୀ ହେଇଗଲୁଣୁ, ସେଇ ଚୋର ମାନେ ମଲ୍ହା ସାହିରେ ଧରା ହେବେ ରାମ। ମହାନଦୀ କୂଳ, ଆମେ ଯୋଉ ମହାନଦୀ କୂଳ ଦେଖୁଥିବେ, ମହାନଦୀ କୂଳେ ଭକ୍ତ ମେଳ ଗୋଟା ହବ। ବାଲିକୁଦାରେ ମଧ୍ୟ ନା ସେଠି ମଧ୍ୟ ଲୀଳା ଲାଗିବ, ଭକ୍ତ ମେଳ ବି ହବ। 6-7 ତହିଁ ଗୋଳକୁଣ୍ଡା ବହିବର କତ ଧାର ଆଖୁଆ ପଦାରୁ ଅଢଙ୍ଗ ଗଡକୁ ରାମରେ ଲୀଳା ହୋଇବ ପ୍ରବଳ ଧର ଗୁରୁପାଦକୁ ଭୟ ନଥିବ କାଳ କାଳେ ଧର ଗୁରୁପାଦକୁ। ମହାପୁରୁଷ କହିଲେ ବାବୁରେ ରାମ ଗୋଳକୁଣ୍ଡା 6-7 ହବ। କଣ ଆପଣଙ୍କୁ ବୁଝିଲେ ସବୁ କହିଲେ? ଆଚ୍ଛା କିଏ ବୁଝିଲା 6-7 କଣ ଗୋଳକୁଣ୍ଡା ହବ? ତା ଅଙ୍କ ସାଲ କଣ କିଏ କହିବେ? ଜାଣିଛନ୍ତି ଆପଣ ମାନେ କିଏ? ଆପଣ ତ 10 ଜଣ ଲୋକ ଅଛନ୍ତି, ଟିକେ ବିଚାର କରି କହିଲେ। ପ୍ରଭୁ ତ 10 ଅବତାର ହେଇଥିଲେ, ଏ 6-7 କଣ ଗୋଳକୁଣ୍ଡା ହବ କିଏ କହିବେ କି? ମା ମାନଙ୍କୁ ସବୁ ଶୁଭୁଛି? ବାବୁ ମାନଙ୍କୁ ଶୁଭୁଛି? ଆରେ କଣ କେହି ନାହାନ୍ତି ନା କଣ? ହ୍ୟାଲୋ ହଁ ଶୁଭୁଛି। ଶୁଭୁଛି ଆଜ୍ଞା, ସବୁ ମହାପୁରୁଷ କହିଲେ 6-7 ଗୋଳକୁଣ୍ଡା ହବ। କଣ କୋଉମାନେ ଜାଣିଛନ୍ତି ଯଦି କୁହନ୍ତୁ? ମହାପୁରୁଷ କଥା ଭକ୍ତମାନ ଯଦି କିଏ ଥିବେ, ମୁଁ ତ କେହି ବୁଝିପାରୁନି ଆ ଅର୍ଥ। ଏଇଟା ଆଜ୍ଞା ମହାପୁରୁଷଙ୍କ ଲେଖାରେ 6-7 ହେଲେ, 7-2 ହେଲେ 27 ରୁ 30 ମଧ୍ୟରେ ଗୋଳକୁଣ୍ଡା ହବ ବୋଲି ମହାପୁରୁଷ କହୁଛନ୍ତି। 6-7 ତହିଁ ଗୋଳକୁଣ୍ଡା ବହିବର କତ ଧାର ଆଖୁଆ ପଦାରୁ ଅଢଙ୍ଗ ଗଡକୁ ଲୀଳା ହୋଇବ ପ୍ରବଳ ଧର ଗୁରୁପାଦକୁ ଭୟ ନଥିବ କାଳ କାଳେ ରାମ ଧର ଗୁରୁପାଦକୁ। ମହାପୁରୁଷ କହିଲେ ରାମରେ ଯଦି ଏ ମରାମରିରୁ ବା ଇଏ ଯୋଉ ସଂହାରରୁ ତୁ ବଞ୍ଚିବାକୁ ଉବୁରିବାକୁ ଚାହୁଁଛୁ, ମାୟାକୁ କାଟେ, ମନ୍ତ୍ର ଅଣାକ୍ଷର ଭଜନ କର। ଏକାକ୍ଷର, ଅଣାକ୍ଷର, ଏସବୁ ମନ୍ତ୍ର ମହାପୁରୁଷଙ୍କର ଅଛି ତ୍ରିବିଜ ସାଧନାରେ। ଅନେକ କଥା ସାଡକୁ ମୁଁ ଯାଉନି, ମୁଁ କଣ ବା ମୂର୍ଖ ଜାଣିଛି। ସୂର୍ଯ୍ୟ ଏକାକ୍ଷର, ବ୍ରହ୍ମ ଏକାକ୍ଷର, ବ୍ରହ୍ମ ଗାୟତ୍ରୀ, ବ୍ରହ୍ମ ଗୁଣାଣ, ଏସବୁ ମହାପୁରୁଷଙ୍କ ନିକଟରେ ଯିଏ ମହାପୁରୁଷଙ୍କର ଦୀକ୍ଷିତ ବା ଯିଏ ମହାପୁରୁଷ ଅନୁପ୍ରାଣିତ, ସେମାନେ ପ୍ରାୟ ଜାଣିପାରନ୍ତି କିଛି କିଛି, ସବୁ ପାଆନ୍ତିନି ଗୁରୁ ନ କଲେ। ମହାପୁରୁଷ କହିଲେ ବାବୁରେ ସାଧନା ଅଣସାଧନା କର, ଅଣାକ୍ଷର ମନ୍ତ୍ର ଭଜ, ଆଉ ଗୁରୁ ପାଦକୁ ଧ, ତେବେ ଯାଇ ଉବୁରିବୁ। ଆଉ ସେମିତି ଭାଗବତ 1000 ଦିନ ଶୁଣିଲେ ଇଏ ଗୁଗୁଲୁ ସେ ଗୁଗୁଲୁକୁ ଡେଇଁଲେ, ତାର କେତେ ଲୋକ, ଆର କେତେ ଲୋକ କଣ ଦରକାର? ମହାପୁରୁଷ କହୁଛନ୍ତି, ରାମଦାସ ଶୁଣୁଛନ୍ତି, ରାଜା ପରୀକ୍ଷିତ ଶୁଣୁଛନ୍ତି, ଗୋସ୍ୱାମୀ କହୁଛନ୍ତି, ସୁଖଦେବ ଗୋସ୍ୱାମୀ, 2 ଜଣ ତ କାମ ଶେଷ। ଲୋକ କେତେ କାହାର? କିଛି ଲୋକ ଦରକାର ନାହିଁ ଆଜ୍ଞା। ଆପଣ ମାନେ ଶୁଣିଲେ ତ, ଆପଣ ଶୁଣିଲେ ତ, 5 ଜଣ ଶୁଣିକି ଆଉ ମନେ ରଖିବେ ମଧ୍ୟ, ମୁଁ କହିବାଟା ସାର୍ଥକ ହବ ଆଜ୍ଞା।
100 ଲୋକ କଣ ହବ? ଏଣୁ ମହାପୁରୁଷ କହିଲେ ଯେ ବାବୁରେ ଯୋବରା ଘାଟରେ ପରୀକ୍ଷା ହୋଇବ, ବାରଣ ବେଳକୁ ଜାଣ, ଜଗି ରହିଛନ୍ତି ଛଦ୍ମବେଶ ପରା, ଚଣ୍ଡୀ ଯେ ଚାମୁଣ୍ଡା ଗଣ, ରକ୍ତ ଯିବେ ଟିପି, ହେବ ମହାଭାରତ ଲଢ଼େଇରେ, ରକ୍ତ ଯିବେ ଟିପି। ମହାପୁରୁଷ କହିଲେ ବାବୁରେ ଯୋଉ କଟକ ଯୋବରା ଘାଟ ଅଛି ସେଠି ପରୀକ୍ଷା ହୋଇବ, ସେଇ ବାରଣ ବେଳରେ, ସେଇ ବାରଣ ବେଳକୁ ସେଠି ପରୀକ୍ଷା ହୋଇବ। ଜଗି ରହିଛନ୍ତି ଛଦ୍ମବେଶରେ ଚଣ୍ଡୀ ଚାମୁଣ୍ଡା, ନୁଚିକିରି ଅଛନ୍ତି ବିଭିନ୍ନ ରୂପ ହେଇ ଛଦ୍ମବେଶରେ ଜଗି ରହିଛନ୍ତି। ସେଇ ସମୟ ପାପୀଙ୍କ ରକ୍ତକୁ ସେ ପିଇଯିବେ। ଆଉ ମହାଭାରତ ଯୋଉ 20 ବାକି ଅଛି 13 ଦିନ ହବ, ସେଇଠି ଶେଷ ହବ କାଳିଆ ପୂଜାରେ। ପାରାଦୀପ ଉଦୟ ବଟରୁ ଉଦୟ ହୋଇ କାଳିଆ ପୂଜାରେ ଶେଷ ହବ। ଭୁବନେଶ୍ୱର ଆପଣ ଜାଣିଛନ୍ତି, ଭୁବନେଶ୍ୱର କଥା ମହାପୁରୁଷ କହିଲେ, କହିଲେ ରସୁଲଗଡରୁ ନିଆଳି ତ୍ରିଛକ, ରାମରେ ରକ୍ତ ଧାର ବହିବ, ରାତ୍ର ହଣା ହେବ ଜଗତପୁରରେ, ବୈରୀ ଷ୍ଟେସନ ଭାବ, ଏବେ ଦେଲି ଚେତାଇ, ମରା ଭୋଜନ କୁଥିବୁ ଧ୍ୟାଇରେ, ଏବେ ଦେଲି ଚେତାଇ। ମହାପୁରୁଷ କହିଲେ ବାବୁରେ ଭୁବନେଶ୍ୱର ରସୁଲଗଡ଼ ଛକ, ସେଇଠୁ ନିଆଳି ପାନ ଯୋଉ ଆସେ, ନିଆଳି ତୀର୍ଥକି ପର୍ଯ୍ୟନ୍ତ ରକ୍ତଧାର ବହିଯିବ, ହଣାହାଣି ହେଇଯିବେ। ରାତ୍ରିରେ ହଣା ହବ, ଜଗତପୁରରେ ମଧ୍ୟ ରାତ୍ରିରେ ହଣାହାଣି ହେଇଯିବେ ବୈରୀ ଷ୍ଟେସନ ପାଖରେ। त्याको मु कहूची रे राम किते गंडगोल आगु अछि, ये हेइनी किछि तेत्या चेते देली, तू मोरा भजन को भज। ये गोटा कथा कौन कहले, आम तो राम राम कहबा, मोरा भजन कौन भजिबा कोंठ, मोरा भजन तू भज रे, तेबे जाय जीति। आप मोरा मोरा कहूना, राम राम होनी। 10 रत्नाकर वाल्मीकि केमि थिला, जेतले बसी जाइछि से ऋषि कहिले ना जप राम 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 को ता पाटरे एते पाप करछि, एते मनुष्य मारिछि, राम राम पशिलानी। मोरा 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 कहले हम राम राम होई से सिया कहले महापुरुष, एहा देली चेताई, राम रे मोरा भजन कुथिबु ध्याई रे, एहा देली चेताई। भुवनेश्वर रसुलगड़ू नियारी छक पर्यंत धार बहिजिब, रात्रि जगतपुर हणाकटा आगुरी कहूची तु मोरा भजन को भजिले तू जीतबू। लय करुछंती भक्त कलंकी रूप को ध्याई, लह लहरिहा विस्तार करिन चंडी खाइबे गोड़ाई। बाबुरे लिंब वृक्ष मूलर तही ओई पड़िब गो क्षीर रे, लिंब वृक्ष मूलर। महापुरुष कहले बाबुरे राम भक्तगण बसचंदी मो कलकी रूप को ध्यान करी, कहीं कली जुगरे जो पाप भाड़ा बढ़ी बढ़ी चली, भक्त माने मोर त्राही त्राही डाकुचंती, रक्षा कर रक्षा कर। कंसर उत्पात रे जेमती किराती नारायण निकट को ब्रह्मा सहित देवगण जाइथिले, प्रभु रक्षा कर रक्षा कर, सेमती भक्त माने आज प्रभु को हाथ जोड़ी गुप्त भाव रही डाकुचंती, प्रभु रक्षा कर। मु तो कार दोष करूनी, दांडुक तो जाई पारुनी,
ମତେ ଦେଖିଲେ ତ ଲୋକ ହିଂସା କରୁଛନ୍ତି, ଖେସା କରୁଛନ୍ତି, ମୁଁ କାହାକୁ ତ କିଛି କହିପାରୁନି। ଏଇମାନେ ଭକ୍ତ ଲୁଚିକିରି ଅଛନ୍ତି। ଭକ୍ତ କେବେ କହିବନି ମୁଁ ଭକ୍ତ, ମୁଁ ଭକ୍ତ, ମୁଁ ଭକ୍ତ। ଜୟ ଜଗନ୍ନାଥ। ବାବା ଆସିଲେଣି। ବାବା ଜୟ ଜଗନ୍ନାଥ। ବାବା ନିମାଳ ବାବା ଆସିଲେଣି। ନିମାଳ ବାବା ଆସିଲେ କି? ଆସିପାରିଲେନି। ଆଚ୍ଛା, ତେଣୁ ମହାପୁରୁଷ କହିଲେ ବାବୁରେ ସେଇ ସମୟରେ ଲିମ୍ବ ଗଛରୁ କ୍ଷୀର ଝରିବ। କି ସୁନ୍ଦର କଥା ଚିନ୍ତା କରନ୍ତୁ। ଆଉ କଣ ନା କଟକ, ବିରାଟ କଟକ ଗୋଟେ ଅଛି। ବିରାଟ କଟକ କାହାକୁ କହିବା ନା ବିରାଟ କଟକ ହାଣ ଅସ୍ତ୍ର ରହି ଅଛି ତହିଁ, ବାରବାଟୀ ଗାଦି କିଲା ପଡିଆରେ ବାବୁରେ ତୋପଗର ଜନ ହୋଇ ବିନ୍ଦୁ ପଡିବ ନାହିଁ, ବନ୍ୟା ହୋଇ ଭାଙ୍ଗି ଯିବ ଘାଇରେ ବିନ୍ଦୁ ପଡିବ ନାହିଁ। ମହାପୁରୁଷ କହିଲେ ବାବୁରେ କଟକ, କଟକକୁ ଆମେ କହୁଛେ କଟକ, ସାଡୁ ଦେଖି ଆସିବା କଟକ। ଆପଣ ଆଗରୁ ଦେଖିବେ କଟକ, ସାଡୁ ଦେଖି ଆସିବେ କି କଟକ। ଏ ଯୋଉ କଟକ କଟକ ରହିଛି, ଆଜି ବିରାଟ କ ଦିଟା ଗୋଟେ ରହିଛି। ବିରାଟ କଟକ ଗୋଟେ ନାଁ ଅଛି। ସେ କଟକ ସେଇ ବିରାଟ କଟକ। ତାହେଲେ କାହିଁ ବିରାଟ କଟକ ହେଇଛି? ଯେତେବେଳେ ପଞ୍ଚୁ ପାଣ୍ଡବ ଯେ ଯୁଧିଷ୍ଠିର, ଭୀମ, ଅର୍ଜୁନ, ନକୁଳ, ସହଦେବ ପାଞ୍ଚ ଭାଇ ଯୁଦ୍ଧରେ ହାରି ଯାଉଛନ୍ତି, ସେଇ ସମୟରେ ତାଙ୍କୁ ଗୋଟିଏ ଘରେ ମା କୁନ୍ତି ଶୟନ କରନ୍ତି। ମୁଁ ସାଡକୁ ଯାଉନି, ଟିକେ ସର୍ଟକଟରେ କହୁଛି, ବିଷୟକୁ ଯିବା, ଆଉ ଅଳ୍ପ ସମୟ କହିବା, ଆଉ 10 ମିନିଟରେ କାର୍ଯ୍ୟ ଶେଷ କରିବା। ତେଣୁ ଜଏନ କଲେଣି ପରା। ଆଜ୍ଞା, ନେମାଳ ବାବା ଜଏନ କରିଛନ୍ତି। ହଁ ମୁଁ ଦେଖୁଛି। ବାବା କରିଥିଲେ ଫେରେ ଲେଫ୍ଟ ବାବା ହେଇଗଲେ। ଶୁଭୁଛି? ବାବା ନେମାଳ ବାବା କହୁଛନ୍ତି କି? କାହାନ୍ତି ନେମାଳ ବାବା ଜଏନ କରିପାରିଲେନି। ଏବେ ଜଏନ କଲେ ତ ଦିଶିଲା, ଫେରେ ଜଏନ କରି ଲେଫ୍ଟ ହେଇ ଯାଇଥିଲେ। ହଁ ହଁ ଆସିପାରୁନାହାନ୍ତି ବାବା। ଆଉ ଛାଡ, ଆମର ତ ସମସ୍ୟା ନାହିଁ। ମୁଁ କହୁଛି ଯଦି ଭଲ ନ ହଉଛି ନ ହଉଛି, ଆଉ କଣ କରିବା। ଭଲ ହଉଛି, ବହୁତ ଭଲ ହଉଛି, ଚାଲୁ। କଣ କରିବା। ଜୟ ଜଗନ୍ନାଥ। ଆମେ କାର୍ଯ୍ୟ ଯିବା। କୋଉଠି ଆଉ କଣ ମନେ ରହିଲା କି? ଭୁଲିଗଲି। ପୁରା ଲାଇନ ଚାଲିଥିଲି। କୋଉଠୁ କହୁଥିଲେ ମୁଁ ମନେ ପକେଇଲି ସିନା କହିବି। ଆଉ ଭୁଲିଗଲି କୋଉଠୁ କହୁଥିଲି, ଅନ୍ୟମନସ୍କ ହେଇଗଲି। ଭାବୁଛି ବିରାଟ କଟକ। ବିରାଟ କଟକ କେମିତି ହେଲେ? ବିରାଟ କଟକ କେମିତି ହେଲା ନା ପଞ୍ଚୁ ପାଣ୍ଡବ ଯୋଉ ଅଛନ୍ତି, ତାଙ୍କ ମଧ୍ୟରେ ଯୋଉଠି ରହିଲେ ଉଠି ବସିଲେ। ଏମିତି ତନ୍ତ୍ର କରି ଦିଆଗଲା, ଏମିତି ତନ୍ତ୍ର କରି ଦିଆଗଲା। କାରଣ ଶତ୍ରୁ କଣ ଆଜିକାଲି ସବୁ କହନ୍ତି, ମୋତେ କିଏ ମନ୍ତ୍ର ତନ୍ତ୍ର କରିଦେଇଛି, କିଏ ଗୁଣି କରିଛି। ବୋଲେ 25 ଲୋକ ଦିନକୁ ଆଉଛନ୍ତି, ବାବା ଆଉ ଗୁଣି ହେଇଛି, ଆମ କିଏ କରିବା, ତମ କି ଗୁଣି କିଏ କରିଛି? ଗୁଣି ଫୁଣି କିଛି ନାହିଁ ଆଜ୍ଞା। ଗୁଣି ବୋଲିବା କିଛି ନାହିଁ ଶବ୍ଦ। ଆଉ ଯଦି କେହି ଗୁଣି କାହାକୁ କରନ୍ତି, ମାତ୍ର ତା ପରମା 3 ମାସ। ମହାରାଜ ମହାରାଜ ଅଛନ୍ତି ଭାଇ, ମହାରାଜ ବାବା, ହେଲା ବାବାଜୀ ଅଛନ୍ତି। ବାବା ଆପଣ ଟିକେ ମ୍ୟୁଟ କରନ୍ତୁ, ମ୍ୟୁଟ କରନ୍ତୁ, ଆପଣ ମ୍ୟୁଟ ଟା ଖୋଲି ଦିଅନ୍ତୁ। ଆପଣ ଯୋଉ ମାଇକି ଭଳିଆ ଅଛି ତାକୁ ଖୋଲି ଦିଅନ୍ତୁ। ଆଜ୍ଞା, ନେମାଳ ବାବା କହୁଛନ୍ତି? ମିଟ ଖୋଲି ନାହାନ୍ତି, କହିବେ କଣ? ଏଇ ପ୍ରାୟ ଅଛନ୍ତି ଏଇ ବାବା। ବାବା ଟିକେ ଖୋଲିଲେ, ମ୍ୟୁଟ ଖୋଲିଲେ। ମୋ ପାଟି ଫାଟି କଣ ହେଇଗଲାଣି କହି କହି। ବାବା ମିଟ ତ ଖୋଲି ନାହାନ୍ତି, କହିବେ କଣ? ବାବା ଟିକେ ମ୍ୟୁଟ ଖୋଲୁନାହାନ୍ତି, ମାଇକି ଭଳିଆ ତାକୁ ଖୋଲନ୍ତୁ। ମିଲୁ ବାବୁ ଟିକେ କହିଦିଅ ବାହାଲେ। ଛାଡ, ଏ ବାବା ତ ଥାଆନ୍ତୁ ସେମିତି। ବାବା ଆମ କଟିଗଲେଣି, ଠିକ କଟିଗଲେ ଅଛି। ବାବା। ତେଣୁ ସେ ହଉନି, ଆଉ ସେ ଚେଷ୍ଟା କରୁଛନ୍ତି। ଯାହା ହଉ, ମୋର ଆଜି ଭାଗ୍ୟ ଥିଲା କହିବାରେ, କହିଦେଲି ଟିକେ। ଆଉ କହିପାରିବି ନ କହିବି। ଯେତେବେଳେ
କୁନ୍ତି ଖାଲି କହିଲେ ଏମିତି ତନ୍ତ୍ର ଭଳି ତାଙ୍କୁ କରିଦେଲେ କିଏ ଯେ ମୁଁ ବାହା ହେବି, ମୁଁ ବିବାହ ହେବି କାଲିକି, ମୋତେ ବିବାହ ଶୀଘ୍ର କର। ଭୀମ, ଅର୍ଜୁନ, ନକୁଳ, ସହଦେବ, ଯୁଧିଷ୍ଠିର ସମସ୍ତଙ୍କୁ ଲାଜ ଲାଗିଲା। ଲାଜ ପାଇଁ ହିଁ କରାହେଇଛି ଶତ୍ରୁତା, ସେମିତିଆ ମନ୍ତ୍ରତନ୍ତ୍ର। ସେଇ ସମୟରେ ପଞ୍ଚୁ ପାଣ୍ଡବ କୁନ୍ତିକୁ ଧରି ସହଦେବକୁ ଜାଣେ ସବୁ ଭେଦ, ସହଦେବ ସବୁ ଜାଣିଛନ୍ତି, ପାଞ୍ଚ ଭିତରେ ସହଦେବ ହିଁ ସବୁ ଜାଣନ୍ତି। ତାକୁ ପଚରା ଗଲା ଯେ କଣ କରିବା, ନା ଏଇଠୁ ଚାଲ ଛାଡି ପଳେଇବା, ତାହେଲେ ମା ଭଲ ହେଇଯିବ, ନହେଲେ ଏମିତି ବାହା ହେବେ କହିଥିବେ। ସେଠୁ ଆସି ସେଇ କଟକ, ତା ନା ବିରାଟ କଟକ ହେଇଛି, କଟକରେ ଆସି ରହିଲେ କିଛି ଦିନ। କଟକରେ ମଧ୍ୟ କୁନ୍ତି ଶୋଇଥିବେ ଉଠିଯିବେ, ବସିଯିବେ, ଖାଉଥିବେ ଉଠିଯିବେ, କହିବ ନା ମୁଁ ବାହା ହେବି, ବିବାହ କରିଦେବା ମତେ। ଯୁଧିଷ୍ଠିର ପୁଣି ଡାକିଲେ ସହଦେବକୁ, କହିଲେ ସହଦେବ ଇଏ କଣ ପୁଣି ମା ଏ କଥା କହିଲେଣି? ନା ଭାଇ ସେ ପୁରା ଭୀମ ଭାଇ ସବୁ ଘିତି ଆସିକିରି ସେଇ ମାଟି ଯୋଉ ମା ଯୋଉ ଶୋଇଥିଲେ ସେଇ ମାଟିକି ଆଣିକି ପକେଇଛନ୍ତି। ସେଠୁ ପୁଣି ଛାଡ଼ିଲେ ସେ ସ୍ଥାନ। ଭୀମ ଟିକେ ଦୁଷ୍ଟ କଲା। ତେଣୁ ଏ ଯୋଉ କଥା ମୁଁ କହୁଛି ଆପଣଙ୍କୁ, ନାଇଁ ସେଇ ମ୍ୟୁଟ କଥା ଖୋଲିଲେ। ଆଜି ମହାପୁରୁଷ କହିଲେ ବିରାଟ କଟକ କଥା କହିଛନ୍ତି। ନରେନ୍ଦ୍ର ବିରାଟ ମ୍ୟୁଟ ଖୋଲିଲେନି। ବିରାଟ କଟକ ହାଣ ହ୍ୟାଲୋ ଅସ୍ତ୍ର ରହି ଅଛି ତହିଁ ବାରବାଟୀ ଗାଦି କିଲା ପଡିଆରେ ତୋପଗର ମହାରାଜ ଜନ ବାବା ଆସିଲେଣି? ହୋଇ ବିନ୍ଦୁ ପଡିବ ନାହିଁ, ବନ୍ୟା ହୋଇ ଭାଙ୍ଗି ଯିବ ଘାଇରେ ବିନ୍ଦୁ ପଡିବ ନାହିଁ। ମହାପୁରୁଷ କହିଲେ ବାବୁରେ ରାମ, ବିରାଟ କଟକ ଯୋଉ ସେଇଠି ଅସ୍ତ୍ର ଅଛି, ପଞ୍ଚୁ ପାଣ୍ଡବ ଯୋଉ ଆସିଥିଲେ ଚାଲିଗଲେ, ସେ ଅସ୍ତ୍ର ଆଉ ନେଇ ନଥିଲେ, ସେଇଠି ପୋତିକିରି ଯାଇଥିଲେ। ପୁରା ଖଣା ଅଛି ସେଇ ବିରାଟ କଟକ, ଏ କଟକରେ ଅସ୍ତ୍ର ପଞ୍ଚୁ ପାଣ୍ଡବର ସେ ଅସ୍ତ୍ର ବାହାରିବ, କିଲା ପଡିଆ ତୋପ ଗର୍ଜନ ହବ। ଯୋଉ କିଲା ବାରବାଟୀ କିଲା ପଡିଆ କଟକ ଅଛି, ସେଠି ତୋପ ମାନେ ଯେମିତି ସବୁ ଚାଲିଥିଲା ଏଇନା ଆମର ଯୁଦ୍ଧ ଚାଲିଥିଲା, ସେମିତି ସେଇଠି ତୋପ ସବୁ ବାହାରିକି ପଡିବ, କି ପଡିବ ଆସି ଧ୍ୱଂସ ହବ କଟକ। ମହାପୁରୁଷ ତେଣୁ ଆଜି ତ ମହାରାଜ ସମୟ ବାବା ହେଇଗଲାଣି। ଆସିଲେଣି? ମହାରାଜ ବାବା ଆସିଲେଣି? ହଁ ଖୋଲିଲେଣି ମ୍ୟୁଟ। ନିର୍ମଳା ବାବା ଆସିଲେଣି କି? ହଁ ହଁ ସେ ଆସିଲେଣି ଆସିଲେଣି, ଆସିଲେଣି। ମ୍ୟୁଟ ବି ହଁ ଖୋଲି ସାରିଲେଣି। ଆଜ୍ଞା ହ୍ୟାଲୋ ହଁ ହଁ ହରି ନିର୍ମଳା ଓମ୍ ଜୟ ବାବା କହୁଛନ୍ତି? ଜଗନ୍ନାଥ। ହଁ ଆଜ୍ଞା ଆରମ୍ଭ କରନ୍ତୁ 10 ମିନିଟ୍ କୁହନ୍ତୁ। ହଁ ବହୁତ ଇଏ ପରେ ମୁଁ ବାହାରିଲି। ହଁ ଆପଣ ଜାଣିପାରିଲେ ଆରମ୍ଭ କରନ୍ତୁ। ମୁଁ ତ କହି ପାଟି କଣ ହେଲାଣି, ମୁଁ ତ ପ୍ରସ୍ତୁତିରେ ନାହିଁ। ଆଜ୍ଞା ଅପ୍ରସ୍ତୁତିରେ ଲୋକଙ୍କୁ ଟିକେ ରଖୁଥିଲି, ଲୋକ ତ କଟିଗଲେଣି ସବୁ। କୁହନ୍ତୁ। ଜୟ ମହାପୁରୁଷ କି ଜୟ ସବୁ ଜୟ ଜୟ। କୁହ ବା 11 ଜୟ କୁହ। ଜୟ ମହାପୁରୁଷ କି ଜୟ। ଜୟ ପଦ୍ମ ଧାମ କି ଜୟ ଆଉ ଆଜି ଆମ ନିକଟରେ ନେମାଳ ବଟର ଜଣେ ସାଧକ, ବାବାଜୀ କହିଲେ ଭୁଲ ହେଇଯିବ, ସେଇ ବଟର ଲୋକ, ସେ ଆଜି ଆମକୁ କିଛି ମହାପୁରୁଷଙ୍କ କଥା ଆରମ୍ଭ କରି ଅଳ୍ପକେ ବଢେଇବେ। ମୁଁ ତ ଅନେକ ସମୟ ଗାବୁ ଗାବୁ ହେଇ କହୁଛି, ମୋତେ ତ କିଛି ଆସୁନା, ମୂର୍ଖ ଲୋକ। ତାଙ୍କୁ ଆମେ ପୁଷ୍ପ, ଚନ୍ଦନ, ଧୂପ, ଦୀପ ଏଇ ବାକ୍ୟ ମାଧ୍ୟମ ଦେଇ ଆମେ ବ୍ୟାସାସନ ଅଳଙ୍କୃତ କରୁଛୁ। ଜୟ ମହାପୁରୁଷ। ଆଜ୍ଞା ଜୟ ଆପଣ କଥା ଆରମ୍ଭ କରନ୍ତୁ। ଜୟ ଜଗନ୍ନାଥ, ଜୟ ପଞ୍ଚ ସଖା, ଜୟ ଶ୍ରୀ ଅଚ୍ୟୁତ, ଜୟ କଳ୍କୀରାମ। ସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ, ଶୁଭେଚ୍ଛା। ତେଣୁ ତପନ ବାବା କହିଥିଲେ, ବହୁତ ସମୟ ଧରିକିନି ଆଲୋଚନା କଲେ, ମୋର ପହଞ୍ଚିବା ମଧ୍ୟ ଲେଟ୍ ହେଇଗଲା। ମୁଁ ତାକୁ ମୋବାଇଲ ଟିକେ ସଜାଡୁ ମତେ ଲେଟ୍ ଲାଗିଲା। ତେଣୁ ଯାହା ହଉ, ବହୁତ କଥା ମୁଁ ମଧ୍ୟ ଶୁଣିଲି। ତପନ ବାବାଙ୍କ ଆଲୋଚନା ବହୁତ ଭଲ ଲାଗିଲା। ମହାପୁରୁଷ ଅନେକ କଥା କହିଛନ୍ତି, କହିଲେ ପଞ୍ଚ ସଖାଙ୍କର ଏକଇ ମତ, ଏହାକୁ ଜାଣନ୍ତି ଜ୍ଞାନୀ ପଣ୍ଡିତ। 5 ଜଣଙ୍କର ଗୋଟିଏ ପ୍ରକାର ମତ, ପଥ କିନ୍ତୁ ଅଲଗା। ପଥ କିନ୍ତୁ ଅଲଗା, ମତ କିନ୍ତୁ ଏକ। ତେଣୁ ଜଗନ୍ନାଥ ଦାସ ମହାପୁରୁଷ ଲେଖିଲେ ଭାଗବତ, ମହାପୁରୁଷ ଅଚ୍ୟୁତାନନ୍ଦ କଲେ
ମାଳିକା ବଳରାମ ଦାସ ଏମିତି ଗୁଡ଼ିଏ ମାଳିକା କରିଛନ୍ତି ଆଉ ଦାଣ୍ଡି ରାମାୟଣ ଲେଖିଛନ୍ତି। ଶିଶୁ ଅନନ୍ତ ମହାପୁରୁଷ ମଧ୍ୟ ଅନେକ ମାଳିକା ଲେଖିଛନ୍ତି। ତା ମଧ୍ୟରେ ଶ୍ରେଷ୍ଠ କରିଛନ୍ତି ତାଙ୍କର ଚକଡ଼ା ମଡ଼ାଣ ପଟା ମଡ଼ାଣକୁ। ଯଶୋବନ୍ତ ଦାସ ମଧ୍ୟ ଅନେକ ମାଳିକା ଗ୍ରନ୍ଥ ଲେଖିକିନି ତାଙ୍କର କୋଇଲି ଗୀତାକୁ ସେ ମୁଖ୍ୟ କରିଛନ୍ତି। ଏମିତି 5 ଜଣ ଅନେକ କଥା କହିଛନ୍ତି, ଅନେକ କଥା ହେଇଛି। ତେଣୁ ଏ 5 ଜଣ ଯାକ ସାଥୀ ହେଇକିନି ଉତ୍କଳରେ ଯେତେବେଳେ ଥିଲା କ'ଣ ନା ମୋଗଲ ସାମ୍ରାଜ୍ୟ, ମୋଗଲ ସାମ୍ରାଜ୍ୟ ବେଳରେ ଏମାନେ ଏକତ୍ରୀକରଣ ହେଇ ଲୁଚି ଲୁଚି ବହୁତ ଗ୍ରନ୍ଥ ଲେଖିଥିଲେ। ଆଉ ସେ ଗ୍ରନ୍ଥକୁ ଲେଖିକିନି ବହୁ ଜାଗାରେ ପୋତି ପକେଇଥିଲେ। କାହିଁକି ନା ଧର୍ମ ଉପରେ ବହୁତ ବ୍ୟାଘାତ ଘଟୁଥିଲା ସେତେବେଳେ। ପ୍ରାୟ ଆପଣମାନେ ସମସ୍ତେ ଇତିହାସ ପଢ଼ିଥିବେ, ଇତିହାସ ପୃଷ୍ଠାରେ ବହୁତ କଥା ଲେଖା ଅଛି। ସେତେବେଳେ ଯାହା ଥିଲା କନ୍ଦଳ, ତେଣୁ ମହାପୁରୁଷ ମାନେ କହିଥିଲେ କାଳାନୁକ୍ରମେ ଏ ପ୍ରକାଶ ହବ, ପୁଣି ମଧ୍ୟ ଗୁପ୍ତ ହବ। ତେଣୁ ଗୁପ୍ତ ପ୍ରକାଶ ଯେଉଁଦିନ ହବ ଉଶ୍ୱାସ ହୋଇବ ମହି। ସେଇ ପ୍ରକାଶର ସମୟ ବର୍ତ୍ତମାନ ଆସିଛି। ଏଇ ମିଡ଼ିଆ ମାଧ୍ୟମରେ ହଉ, ପତ୍ରପତ୍ରିକା ମାଧ୍ୟମରେ ହଉ, ସାଂଗଠନିକ ମାଧ୍ୟମରେ ହଉ, ବର୍ତ୍ତମାନ ବହୁତ କଥା ଚାଲୁଛି, ଧର୍ମ ସଂଗଠନ ଗୁଡ଼ିକ ଚାଲୁଛି। ତେଣୁ ମହାପୁରୁଷ ମାନଙ୍କର କଥା ତ ଅନଥା ନୁହେଁ। ତେଣୁ ଉଦୟତି ଯଦି ଭାନୁ ପଶ୍ଚିମ ଦିଗି ବିଭାଗେ ବିକାଶନ୍ତି ଯଦି ପଦ୍ମ ପର୍ବତନ ଶିଖାଗ୍ରେ ପ୍ରଶ୍ଚଳସୀ ଯଦି ମେରୁ ଶୀତ ବନଜାତ ବହ୍ନି ଖଳୁଚ ଖଳୁ ବାକ୍ୟ ମାର୍ଜନାଙ୍କ ଦାଜି। ତେଣୁ ସୃଷ୍ଟି ଏପଟ ସେପଟ ହବ, ଏ ମହତ ପୁଅଙ୍କର ବାକ୍ୟ କେବେ ଟଳିବ ନାହିଁ କି ଟଳି ନାହିଁ। ଯାହା ଲେଖା ହେଇଛି ତାହା ଚିରନ୍ତନ ସତ୍ୟ। ତେଣୁ ସେ ଲେଖାକୁ ବୁଝିବା ଲୋକ ଦରକାର, ଲେଖାକୁ ଜାଣିବା ଲୋକ ଦରକାର। ତେଣୁ ନ ଜାଣି ନ ବୁଝି ଅନେକ କଥା ମଧ୍ୟ ସମାଜରେ ପରିପ୍ରକାଶ ହଉଛି। ତେଣୁ ହେଲେ ସେ କଥା ମହାପୁରୁଷ କହିଛନ୍ତି, ଯେଉଁମାନେ ମୋ ଭକ୍ତ ସେମାନେ ବାଛି ନେବେ ଆଉ ଜାଣିନେବେ। ବୀଜ ତତ୍ଵ ଚିହ୍ନି ପଞ୍ଚାତ୍ମିକ ଜ୍ଞାନୀ ସପ୍ତ ପଞ୍ଚାତ୍ମିକ ଜାଣେ ମୋହର ଭକତ ସେଇଟେ ନିୟତ 300 ଜଣ। ତେଣୁ 3000 ଭିତରୁ ଜଣେ ଜଣେ ଜାଣିବେ ଏ ଗ୍ରନ୍ଥକୁ। ସମସ୍ତେ ଜାଣିପାରିବେନି ମହାପୁରୁଷଙ୍କର ବାଟକୁ, ମହାପୁରୁଷଙ୍କର ଏ ଲେଖାକୁ, ତାଙ୍କର ଆଦର୍ଶକୁ। 3000 ଭିତରୁ ଜଣେ ଜଣେ ଜାଣିବେ। ତେଣୁ ପ୍ରାୟ ବର୍ତ୍ତମାନ ସମସ୍ତେ ୟୁଟ୍ୟୁବ ଖେଳଉଛନ୍ତି, ଟିଭି ଚ୍ୟାନେଲ ମାଧ୍ୟମରେ ଦେଖୁଛନ୍ତି, ପତ୍ରପତ୍ରିକା ମାଧ୍ୟମରେ ଦେଖୁଛନ୍ତି। ଧର୍ମର ପ୍ରଭାବ ଆସି କୋଉ ଜାଗାରେ ପହଞ୍ଚିଛି। ତେଣୁ ବହୁତ ଧର୍ମାନ୍ଧ ବାହାରିଛନ୍ତି, ବହୁତ ଧର୍ମାନ୍ଧ ବାହାରିଛନ୍ତି। ତେଣୁ କାହାକୁ ତ କହି ହବନି, ନା ଏ କଥା ମଧ୍ୟ ସହି ହବନି। ତେଣୁ ପ୍ରାୟ ଆପଣମାନେ ଜାଣିଥିବେ କି ନାହିଁ, ନେମାଳ ବାବା ନାମରେ ପରିଚିତ ଆମର ମଧ୍ୟ ବହୁତ ମାଳିକା ଏପିସୋଡ ଗୁଡାକ ବହୁତ ୟୁଟ୍ୟୁବରେ ଅଛି। ୟୁଟ୍ୟୁବରେ ବି ଦେଖୁଥିବେ, ବିଭିନ୍ନ ଚ୍ୟାନେଲରେ ଅଛି। ବିଶେଷ କରି ମାଳିକା ଅନୁସନ୍ଧାନ ଗୋଟେ ୟୁଟ୍ୟୁବ ଚ୍ୟାନେଲ ଅଛି, ତା ଦେହରେ 1100-1200 ଏପିସୋଡ ଅଛି। ତେଣୁ ବହୁତ କଥା କୁହା ହେଇଛି। ଆମେ ଯେତେବେଳେ ଆଜି ଯୋଡ଼ି ହେଇଛେ, ଆଜି ସଂକ୍ରାନ୍ତିରେ ତପନ ବାବା ମତେ ଫୋନ କରି କହିଲେ, ବାବା କ'ଣ କରିବା, ଏମିତିଆ ଏମିତିଆ କଥା। ମୁଁ କହିଲି ବହୁତ ସୁନ୍ଦର କଥା, ଏ କଥା ଉପରେ କେବେ ଆମେ ପଶ୍ଚାତପଦ ହବୁନି। କାହିଁକି ନା ପ୍ରଭୁଙ୍କ ପାଇଁକି। ତେଣୁ ଏଇ କଥା ମଧ୍ୟ ବହୁତ କଥା, ଅନୁଭବ କଥା ମଧ୍ୟ ବହୁତ ଉଲ୍ଲେଖ ଅଛି ମୋର। ସେ କଥା କହିଲେ ଯେ ଯାଉ ଏ ଜୀବନ ଚାଲୁ ଏ ଲିଖନ ଉଡୁ ପତିତ ପାବନ, ଆହେ ସାଧୁ ଜନ ଧରୁଛି ଚରଣ ବାଣ୍ଟ ହେ ସମତା ଜ୍ଞାନ। ଲେଖାର ଶେଷ ଅନୁସାରେ କହିଛି। ତେଣୁ ଜୀବନ ଚାଲି ଯାଉ, ପତିତ ପାବନ ଉଡୁଥାଉ, କିନ୍ତୁ ହରି କଥା ମୁହେଁ କହୁଥାଉ। ତେଣୁ ପ୍ରାୟ ଆପଣମାନେ ଜାଣିଥିବେ ନ ଜାଣିଥିବେ, ମୋ ଦେହ ତ ଖରାପ, ଅସୁସ୍ଥ, ମୁଁ କୁଆଡ଼େ ଯାଇପାରୁନି। ହାର୍ଟ ଉପରେ 5ଟା ବ୍ଲକେଜ ପଡ଼ିଛି, ମେଡିକାଲ ଟ୍ରିଟମେଣ୍ଟ ହେଉଛି, ଔଷଧ ପତ୍ର ଖାଉଛି। ତେଣୁ ପ୍ରବଚନ ମଞ୍ଚ ପ୍ରାୟ ଓଡ଼ିଶା ଭିତରେ ବହୁତ ଜାଗା ବୁଲି ବୁଲିକିନି ଆସିଛି। ଆଉ କୁଆଡ଼େ ଯାଇ ଆସି ହବନି। ତପନ ବାବା ତ ବହୁତ ଦିନରୁ ପରିଚିତ, ପ୍ରାୟ 30 ବର୍ଷ ତଳୁ ଦେଖା ସାକ୍ଷାତ। ଆଉ ମଝିରେ ମଝିରେ ବେଳେ ବେଳେ ଦେଖା ହୁଅନ୍ତି, ବେଳେ ବେଳେ ନାହିଁ। ତେଣୁ ଯାହା ହଉ ପୁଣି ଶେଷ ପର୍ଯ୍ୟାୟକୁ ଆସି ଭେଟ ହେଲା। କ'ଣ ପ୍ରଭୁଙ୍କର ଇଚ୍ଛା,
ସେ କଥା ସିଏ ହିଁ କହିବେ। ଆପଣ ମାନେ ସମସ୍ତେ ଯୋଡି ହେଇଛନ୍ତି ତାଙ୍କ ମାଧ୍ୟମରେ। ତେଣୁ ସେ ପିଲାଦିନଠୁ ବାଳକ ଯୁବକ ଅବସ୍ଥାରୁ ମୋର ଭେଟ ହେଇଥିଲେ ଏଠି ନେମାଳ ପଟକୁ ଆସନ୍ତି, ସେଠି ଭେଟ ହେଇଥିଲେ କାଳୀମାତା ମଠରେ ବସିଥିଲେ, ବହୁତ କଥା ହେଇଛି। ମୁଁ ବି ତାଙ୍କ ଘରକୁ ଥରେ ଦିଥର ଯାଇଛି, ସେପଟରେ ତାଙ୍କର ଆଶ୍ରମ ଯୋଉଠି କରିଛନ୍ତି ବ୍ରାହ୍ମଣୀ ଦୁର୍ଗା, ସେଠି ବସିଛୁ, ବହୁତ କଥା ହେଇଛୁ। ତେଣୁ ଏଇ ଯୋଉ ମାଳିକା କଥା, ମାଳିକା ତତ୍ତ୍ୱ ଆଜି ତ ସଂକ୍ରାନ୍ତି ଦିନର କଥା, ଅନ୍ତିମ ପର୍ଯ୍ୟାୟରେ ମୁଁ ପହଞ୍ଚିଲି, ଶେଷ ହେଲାଣି, ସମୟ ଆସି 9ଟା ହେଇଗଲାଣି, 9ଟା ଯାଏ କଥା ଥିଲା। ଆପଣ କାଲି କହିବେ ଆପଣ ଆଜି ଆଉ କିଛି ହଁ ଅଳ୍ପ କୁହନ୍ତୁ, କାଲି କହିବେ ପୁଣି। ହଁ ହଁ କାଲିକି ଜାଣି ତ ଆମେ ଗଲେ କାଇଦା, ଆଉ କାଇଦା ତ ଜାଣିଗଲେ ଆଉ କଣ, ହଁ 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 ତେଣୁ ଯାହା କେମିତି ହଉ ଆସିବେ କାଇଦା ପାଇଗଲେ, କାଲି ଆପଣ କହିବେ ଆଉ କଣ। ଆମର ହଁ ଶୁକ୍ରବାର ଶନିବାର କହିବେ ଆପଣ, ଆଚ୍ଛା ତେଣୁ ଯାହା ସବୁଦିନ ହଉ ଶୁକ୍ରବାର ଶନିବାର କହିବେ। ଓକେ। ତେଣୁ ବର୍ତ୍ତମାନ ତ ସମୟ ହେଇଛି, 9ଟା ଯାଏ କଥା ଥିଲା। ମୁଁ ବର୍ତ୍ତମାନ କହୁଛି ତପନ ବାବୁଙ୍କୁ, ସେ କଣ ଟିକେ ଆଲୋଚନା କରିକିନି ସଭା ସାଙ୍ଗ କରିକିନି ବାଣୀକି ବିରାମ ଦେବେ। ଜୟ ଜଗନ୍ନାଥ। ତପନ ବାବା। ଜୟ ଶ୍ରୀ ଜଗନ୍ନାଥ। ଯାଉ ବାବା ଆସିପାରୁନଥିଲେ, ମତେ 6ଟା 35ରେ ଫଟୋ ଦେଲେ, କହିଲେ ମୁଁ ପଚାରିଲି କହିବ, ମୁଁ ଅନେକ ଲୋକଙ୍କୁ ଆଜି ସକାଳେ ପଚାରୁଛି କିନ୍ତୁ ଯୋଗାଯୋଗ ହେଇପାରିଲାନି। ସାଙ୍ଗେ ସାଙ୍ଗେ ମୁଁ ଏଇ ସଂକ୍ରାନ୍ତି ତ ଆମେ ଆରମ୍ଭ କରିଥିଲେ ରାମାୟଣ ରାମଚରିତ ମାନସ, ଏଇ ସଂକ୍ରାନ୍ତି ଆରମ୍ଭ କରିବା ଆଜି ମାଳିକା। ତେଣୁ ମାଳିକା ଅନେକ ମାଳିକା ଆକାରରେ କହିବେ ବୋଲି ମୁଁ ପ୍ରତିଶ୍ରୁତି ମଧ୍ୟ ସେମାନେ ଦେଇଛନ୍ତି। ଭଲ ଭଲ ମାଳିକା ଟିଭି ପ୍ରୋଗ୍ରାମ ବାଲା ବି କହିବେ ଏଥିରେ ମାଳିକା। ଆଉ ମୁଁ ତ ମୂର୍ଖ, ଯିଏ ନ ଆସିବେ ଯେତେବେଳେ ମୁଁ କାମ ଚଳା ଅଫିସର, ଆଉ ମୁଁ ଖାଲି କାମ ଚଳିବାକୁ ରହିଲି ଆପଣଙ୍କ ପାଖରେ। ଅନ୍ୟମାନେ କହିବେ, ଆମେ ଶୁଣିବା। ଯେତେବେଳେ ନ ଆସିବେ ମୁଁ କହିବା ଆରମ୍ଭ କରିବି, ଆପଣ ଶୁଣିବେ, ଏଥିରେ କିଛି ଦ୍ରିପ୍ତି ନାହିଁ, ସତ୍ୟ। ତେଣୁ ଆପଣ ବହୁ ସଂଖ୍ୟାରେ ଆସନ୍ତୁ। ଯାଉ କାଲି ମଧ୍ୟ ଏଇ ନେମାଳ ବାବା ସେ 7ଟା 30ରେ ଆରମ୍ଭ କରିବେ 9ଟା ପର୍ଯ୍ୟନ୍ତ। ଆଜି ତ ସମୟ ହେଇଗଲାଣି, ଅନ୍ତିମ ସମୟରେ ବା କଣ କରିବା। ଆଜି ଆମେ ସେ ମହାପୁରୁଷଙ୍କର କାର୍ଯ୍ୟ ବିଶେଷ କରିବା। ମହାପୁରୁଷ ସମସ୍ତଙ୍କୁ ମଙ୍ଗଳରେ ରଖନ୍ତୁ। ମହାପୁରୁଷ କେବେ କାହାକୁ କହିନାହାନ୍ତି ହାଣିଦେବି ମାରିଦେବି, କାହାକୁ 12 ହାତ ଖଣ୍ଡା ଆଣି ହାଣିବେ। ମହାପୁରୁଷ କହିଲେ 12 ହାତରେ ଖଣ୍ଡା, ତା ହାତରେ ମୋ ହାତରେ ଆ ହାତରେ ସମସ୍ତ ହାତରେ ଖଣ୍ଡା ଥିବ। ଆମେ ବୁଝିଲେ 12 ହାତ ଖଣ୍ଡା ଉଠେଇକି ଘୋଡା ଚଢିକି ପ୍ରଭୁ ଆସିବେ ମୁଁ ହାଣିବେ। ଇରେ ପ୍ରଭୁ ଯିଏ 60 କୋଉଠି ଖାଉଛନ୍ତି 80 ଭରଣ ଚାଉଳ, ଯାହା କତିରେ ଲକ୍ଷ ଲକ୍ଷ ଭକ୍ତ କେମିତି ଦର୍ଶନ ଟିକେ କରିବେ ବୋଲି ବିକଳ ହଉଛନ୍ତି, ସିଏ କାହିଁ ତମ ପାପିକୁ ଆସି ହାଣିବେରେ। ତମେ ଏଇ ଆମେରିକା ମହାପୁରୁଷ ଲେଖିଛନ୍ତି 12 ହାତରେ ଖଣ୍ଡା। ଇଏ କଥା 12 ହାତ ଖଣ୍ଡାରେ ପଳିଟି ହେଇକି ଘୋଡା ଚଢି ହାଣିବେ। ଗୋଟେ ଖାସି କିଏ କାଟିଦେଲେ ତାକୁ ଡାକିଲେ, ସେ କହି ମୁଣ୍ଡ ନେବି, ପୁଟି ନେବି, 300 ଟଙ୍କା ନେବି। ସିଏ ଏଇନା ଏତେ ଲୋକ, ସେ ପାପି ତ ପ୍ରବଳ, ଏତେ ପାପି କି ହାଣିବେ। ଆଉ ପ୍ରଭୁ ଯାହାକୁ ହାଣିବେ, ପ୍ରଭୁଙ୍କ ହାତରେ ଆପଣ ଦେଖନ୍ତୁ, ଯେତେବେଳେ ଯୁଦ୍ଧ ସରିଯାଇଛି, ସେତୁବନ୍ଧ ପଇସା ଆରମ୍ଭ ହେବାକୁ ଯିବାକୁ ଯୁଦ୍ଧ ଆରମ୍ଭ ହବ, ସେତୁବନ୍ଧ ପଇସା ସରୁଛି। ସେଇ ସମୟରେ ଯୁଦ୍ଧ ଆରମ୍ଭ ହେବା ପାଇଁ ସବୁ ରେଡି ହେଲେଣି। ରାବଣକୁ ପଚାରୁଛନ୍ତି, ଏ ରାମ, ଯେ ଆପଣ ତ ଏଠି ବିଶ୍ବାନନ୍ଦ ପୁଅ ରାବଣ, ରାବଣ ହଉଛି ମହାଜ୍ଞାନୀ, ରାବଣ ମହାଗୁଣୀ, ସେ ପ୍ରତିଷ୍ଠା କରିଛି ଯେ କି ସେତୁବନ୍ଧ। ତେଣୁ ରାମ ପଚାରୁଛନ୍ତି ଯେ ପୁରୋହିତକୁ, ଯେ ନନା ଗୋସେଇଁ ଆପଣଙ୍କୁ ବର୍ତ୍ତମାନ ଦକ୍ଷିଣା ମୁଁ କଣ ଦେବି? ନା ନାଇଁ ମ, ଆଉ ତମେ ତ ଜଟାଧାରୀ, ତମେ ତ ବଣରେ ବୁଲୁଛ, ତମେ ଆଉ କଣ ଦବ ମତେ? ଆଉ ନା ନାଇଁ ନାଇଁ, ଯଦି ଦକ୍ଷିଣା ନ ଦଉଛି ମୋ ପୁରୋହିତକୁ, ପୁରୋହିତ ଡାକିକିରି ପୂଜା କରିଛି ମୁଁ, ତେବେ ମୋର ଏ ପୂଜା ମଧ୍ୟ ବ୍ୟର୍ଥ। ଆମେ ବାଜା ବାଣ ମଦରେ ଉଡେଇ ଦଉଛେ 50,000, କିନ୍ତୁ ବ୍ରାହ୍ମଣଙ୍କୁ ଦେଲାବେଳେ କାହିଁ ଅଳ୍ପ ନିଅ ଅଳ୍ପ ନିଅ, ହେଇଯାଇଛି ତ ଗୋଟେ ଆଦତ। ଆଉ ତେଣୁ ଏମିତି ଚାଲେ। ଯାହା ହଉ ରାବଣ କହିଲେ ଠିକ ଅଛି, ସତ୍ୟ କର, ସତ୍ୟ କର, ମୁଁ 3ଟା ଅକ୍ଷର ମାଗିବି, କି 2ଟା ଅକ୍ଷର ମାଗିବି, କି 5ଟା ଅକ୍ଷର ମାଗିବି, ସତ୍ୟ କର ଆଗେ। ନା ଠିକ ଅଛି, ମୁଁ ସତ୍ୟ କରୁଛି, ସତ୍ୟ ଯାହା ମାଗିବ ମୁଁ ତମକୁ ଦେବି। ଲକ୍ଷ୍ମଣ ବସି ଆଶ୍ଚର୍ଯ୍ୟ କହିଲେ, ଭାଇ ତ ସତ୍ୟ କରିଦେଲେ, ଠିକ ଅଛି, ରାବଣ କଣ ମାଗୁଛି ମାଗୁ। ରାବଣ କହିଲା, ପ୍ରଭୁ ମୁଁ 2ଟି ଅକ୍ଷର ମାଗିବି। ନା 2ଟି ଅକ୍ଷର ତ ସୀତା, ଆଉ ଧନୁ ଧରି ଲକ୍ଷ୍ମଣ ବସେଇ ପୁରା ମାରିଦେବି, ତା ପାଖରେ ତ ଅସ୍ତ୍ର ନାହିଁ ନା, ଆଇଛି ବ୍ରାହ୍ମଣ ବେଶରେ ପୂଜା କରିବାକୁ, ମରିଯିବ, ଏଇଠି ଗଲା। କିନ୍ତୁ ରାବଣ ତାହା ମାଗିଲେନି, କହିଲେ ମୋକ୍ଷ ବା ମୁକ୍ତି, ସେଇ ମୁକ୍ତି ପଥକୁ ମତେ ପଥିତ କରନ୍ତୁ।
ପ୍ରଭୁ କହିଲେ ତାହେଲେ କେମିତି ମୁକ୍ତି ପାଇବେ? ପ୍ରଭୁଙ୍କ ହାତରେ ମଲେ ମୁକ୍ତି ପାଇବେ। ତାହେଲେ ପ୍ରଭୁ କାହିଁ ଏ ପାପିକି ଆସି ହାଣିବେ? 12 ହାତରେ ଖଣ୍ଡା, 12 ହାତ ଖଣ୍ଡା, ଆରେ ବୁଝିବା ପାର୍ଥକ୍ୟ। ତେଣୁ ଅନେକ ଅନେକ ମାଳିକାକାର ଏଥିରେ ଆସିବେ, ଜ୍ଞାନୀ ଗୁଣୀ ଆସିବେ। ମୁଁ ସ୍ଥିର କରୁଛି ଆପଣ ବ୍ୟସ୍ତ, ଆପଣ ଖାଲି ଶୁଣନ୍ତୁ, ବିନା ମାଗଣା ମାନେ ବିନା ମୂଲ୍ୟରେ ଶୁଣନ୍ତୁ। ଖାଲି ନ ଶୁଣିଲେ ନ ଶୁଣିବେ 2 ଦିନ ଶୁକ୍ରବାର ଶନିବାର। ତେଣୁ ଏ ମାଳିକାକାର ମାନେ ଆପଣଙ୍କୁ କଥା ବସ୍ତୁ ବୁଝେଇବେ, ଭୟ ବି କରେଇବେନି କଣ କଣ ଘଟିବ। ଆଜି ପାଇଁ ତ ସମୟ ହେଇଛି।